ଶ୍ୟାମ ସୁନ୍ଦର ରୂପ ଯୋଉଟା ଆମର ଦୁଇ ଭୁଜଧାରୀ ସେଇଟାକୁ ଦେଖିବା ପାଇଁ ତାପରେ ଏଥିରେ କହିଛନ୍ତି ଏଇଟାରେ ଏଇ 15 ନମ୍ବର ଶ୍ଲୋକରେ ଏମିତି କହିଛନ୍ତି ଏଥିରେ। ଆଜ୍ଞା। ଆଜ୍ଞା। ଆଉ କିଏ କହନ୍ତୁ? ସବୁଥର ମାତ୍ର 3-4 ଜଣ ହିଁ କହୁଛନ୍ତି। ମାନେ ଆଉ ଗୋଟେ ଗର୍ଭଦାୟୀ ବିଷ୍ଣୁଙ୍କ ଠାରୁ ସେ ଆରମ୍ଭ କରି ସବୁ ଦେଖିଛନ୍ତି ବୋଲି କହୁଛନ୍ତି। ମାନେ ସର୍ବୋଚ୍ଚ ଲୋକରେ ପଦ୍ମ ପୁଷ୍ପ ଯୋଉଟା ଆମର ଆମେ ଯାହା ପଢିଥିଲେ ନା ଯୋଉ ତିନି ଆମର ପୁରୁଷ ଅବତାର ପଢିଥିଲେ। ଇଏ କାରଣ ସେ ବିଷ୍ଣୁ ଗର୍ଭୋଦକଶାହୀ ବିଷ୍ଣୁ କ୍ଷୀରୋଦକଶାହୀ ବିଷ୍ଣୁ ତେଣୁ ଗର୍ଭୋଦକଶାହୀ ବିଷ୍ଣୁଙ୍କ ପାଖରୁ ବ୍ରହ୍ମା ଆସିଛନ୍ତି ତାଙ୍କ ଇଏରୁ ନାଡରୁ ଏଇ ସବୁ ଜିନିଷ ସେ ଦେଖିକି ସେ ପୁରା ଆଶ୍ଚର୍ଯ୍ୟ ହେଇଯାଇଛନ୍ତି କିଏ ଅର୍ଜୁନ। କିନ୍ତୁ ତାଙ୍କୁ ସେ କହିଲେ ନାଇଁ ମତେ ଆଉ ଏଇ ରୂପ ମତେ ଆଉ ଦେଖାନ୍ତୁନି ପ୍ରଭୁ ଆଉ ଶ୍ରୀକୃଷ୍ଣ ଲାଷ୍ଟରେ କହିବେ। ଲାଷ୍ଟରେ ଆମେ ପଢିବା ଆପଣ ପଢେଇବେ ଆମକୁ ସେଇ ରୂପକୁ ପୁଣି ଆସିବେ ଭଗବାନ। ଠିକ ଅଛି। ଆଉ ଏ ସବୁ ଜିନିଷ ଯାହା ବି ଦେଖିଛନ୍ତି ଦିବ୍ୟ ଦୃଷ୍ଟି ଯେହେତୁ ଦେଇଛନ୍ତି ସଞ୍ଜୟକୁ ସଞ୍ଜୟ ସବୁ ଧୃତରାଷ୍ଟ୍ରଙ୍କୁ କହୁଛନ୍ତି ଆଉ। ଆଜ୍ଞା। ଆଜ୍ଞା ଦେଖନ୍ତୁ ଆମେ ଯେତେବେଳେ ଅର୍ଜୁନ ପଚାରିଲେ କି ହେ ଦେବଦେବ ହେ ଉଗ୍ର ରୂପ ଦୟାକରି କୁହନ୍ତୁ କି ଆପଣ କିଏ? ମୁଁ ଆପଣଙ୍କୁ ପ୍ରଣାମ ଜଣାଉଛି। ତାଙ୍କର ଯୋଉ ରୂପଟା ଦେଖିକିରି ଏଇ ଯୋଉ ବିଶ୍ଵରୂପ ଦେଖିକିରି ଅର୍ଜୁନ ଟିକେ ଭୟଭୀତ ହେଇ ପଡିଛନ୍ତି। ଆଉ ସେଥିରେ ସେ ଭଗବାନଙ୍କୁ ପ୍ରଶ୍ନ ପଚାରିଛନ୍ତି ଯେ ଭଗବାନ ଆପଣ ପ୍ରକୃତିରେ କିଏ? କାହିଁକି ଭଗବାନ ତ ଅର୍ଜୁନ ତାଙ୍କୁ ତାଙ୍କର ନିଜର ସଖା ରୂପରେ ଜାଣିଥିଲେ। ସେ କେବେ ବି ଭାବିନଥିଲେ କି ଭଗବାନ ଏମିତି ବିଶ୍ଵରୂପ ଦେଖେଇ ପାରିବେ ବୋଲି। ଆଜ୍ଞା ଅର୍ଜୁନ ତ ଭଗବାନଙ୍କର ବହୁତ ବଡ ଭକ୍ତ ଥିଲେ। ତାପରେ ଭଗବାନ ଉତ୍ତରରେ କହିଲେ କି କାଳୋସ୍ମି ମୁଁ କାଳ ଅଟେ କହିଲେ। ଆଉ ମୁଁ ଯେହେତୁ କାଳ ଅଟେ ମୁଁ ଏଇ ଲୋକ ସମୂହକାରୀ ଧ୍ଵଂସକାରୀ କାଳ ଅଟେ। କେବଳ ପାଣ୍ଡବ ମାନଙ୍କ ବ୍ୟତୀତ ଯେତେ ଜଣ ଏଇ ଉଭୟ ପକ୍ଷର ଯୋଦ୍ଧା ସମସ୍ତେ ଏଠି ସମାପ୍ତ ହେଇଯିବେ ବୋଲି ଭଗବାନ କହିଛନ୍ତି। ତାପରେ 33 ନମ୍ବରରେ ଭଗବାନ କହିଲେ କି ଅର୍ଜୁନ ତମେ ଉଠ ପ୍ରସ୍ତୁତ ହୁଅ ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅ ତମେ ନିମିତ୍ତ ମାତ୍ର ହୁଅ। ତମେ ଗୌରବ ଲାଭ କର କାହିଁକି ମୁଁ ସମସ୍ତଙ୍କୁ ଆଗରୁ ମାରି ସାରିଛି ତମେ ଖାଲି ନିମିତ୍ତ ହୁଅ। ଆଉ ସବ୍ୟସାଚୀ ଏଥିପାଇଁ କହିଲେ କାହିଁକି ଅର୍ଜୁନ ଦୁଇ ହାତରେ ସର ନିକ୍ଷେପ କରିପାରନ୍ତି ବା ଦୁଇ ହାତରେ ଦକ୍ଷର ସହିତ ଯୁଦ୍ଧ କରିପାରନ୍ତି। ତ ହେ ଆଜ୍ଞା। ସବ୍ୟସାଚୀ ତମେ ନିମିତ୍ତ ମାତ୍ର ହୁଅ ବୋଲି ଭଗବାନ କହିଛନ୍ତି। ଆଉ ଯିଏ ବୁଦ୍ଧିମାନ ଲୋକ ସେ ଜାଣିଛି ଯେ ଏ ଯାହା କିଛି ବି ସବୁ ପୃଥିବୀ ପୃଷ୍ଠରେ ହଉଛି ଆମ ଜୀବନରେ ଯାହା କିଛି ବି ହଉଛି ସେଇଟା ଭଗବାନଙ୍କର ଶକ୍ତି ଦ୍ଵାରା ସଂଗଠିତ ହେଉଛି। ଆମର ନିଜର କୌଣସି ବଳ ନାହିଁ। ମୂର୍ଖ ଯିଏ ସେ ହିଁ କହେ କର୍ତ୍ତା ହମ୍ ଇତି ମନ୍ୟତେ ମାନେ ମୁଁ କର୍ତ୍ତା ବୋଲି କିଏ ଭାବେ ଯାହାର ଜ୍ଞାନ ନାହିଁ। କିନ୍ତୁ ତଥାକଥିତ ମୂର୍ଖ ଲୋକମାନେ ଏଇ ସବୁ କର୍ତ୍ତା ବୋଲି ନିଜକୁ ଭାବନ୍ତି। ଭଗବାନଙ୍କର ବ୍ୟବସ୍ଥା ଉପରେ ସେମାନଙ୍କର ବିଶ୍ୱାସ ନଥାଏ। ଭଗବାନଙ୍କର ବ୍ୟବସ୍ଥା କଣ ସବୁବେଳେ ସଠିକ ଆଉ ନିର୍ଭୁଲ କେବେ ବି ସେ ବ୍ୟବସ୍ଥା ଭୁଲ ହେଇପାରିବନି। ତଥାକଥିତ ବୈଜ୍ଞାନିକ ମାନେ ଯୋଉ ବୋଧ ହୁଏ ପରହ୍ୟାପସ ଏଇ ସବୁ ଶବ୍ଦ ଯୋଉ ବ୍ୟବହାର କରନ୍ତି ସେଇଟା ଭଗବାନଙ୍କର ଏଇଥିରେ ସେଇଟା ଚାଲେ ନାହିଁ ଭଗବାନଙ୍କ ସବୁବେଳେ ସଠିକ ବ୍ୟବସ୍ଥା ନିର୍ଭୁଲ ବ୍ୟବସ୍ଥା ତ ଚତୁର ମଣିଷ ଭଗବାନଙ୍କର ବ୍ୟବସ୍ଥାକୁ ଭଲ ଭାବରେ ବୁଝି ପାରିକି ସେ କୃଷ୍ଣ ଚେତନାଶୀଳ ହେଇକରି ସବୁ କାର୍ଯ୍ୟ ତାର କରେ। ଏବେ ଆଜିର ଶ୍ଲୋକ ଆମେ ଆରମ୍ଭ କରିବା ଶ୍ଲୋକ ନମ୍ବର 34। ଶ୍ଲୋକ ନମ୍ବର 34 ପାଠ କରନ୍ତୁ। ହରେ କୃଷ୍ଣ ପ୍ରଭୁଜୀ ପ୍ରଭୁଜୀ ମୋର ନେଟ୍ ବୋଧେ ମାନେ କଟି ଯାଇଥିଲା 32 ଠୁ ଆରମ୍ଭ କରନ୍ତୁ ଭଗବାନଙ୍କୁ ଆଗ। ମୁଁ ଏବେ ପରା ସେଇଟା କହିଲି ମାତାଜୀ 32 ତ ଏଇଟା ଏବେ କହିଲି କାଳୋସ୍ମି। ଆପଣ ଏବେ ଯୋଉଟା ଶୁଣିଲେ ସେଟା 32 କୁ ମୁଁ ରିପିଟ କଲି। ଏଇ ଯାହା ଯାହା ମୁଁ କହିଲି ନା ଆପଣଙ୍କୁ ଏବେ ସେଇଟା 32 ଆଉ 33 କୁ ନେଇକି କହିଲି ଆଉ ଏବେ 34 ଆରମ୍ଭ କରୁଛି। ବୁଝିଲେ ଆରେ ଦେଖନ୍ତୁ 32 ଆଜ୍ଞା କଣ ଲେଖା ଅଛି କାଳ ଅଶ୍ମି କହିଲେ ମୁଁ କାଳ ଅଟେ ମୁଁ ଏବେ ପାଣ୍ଡବ ମାନଙ୍କ ଛଡା ବାକି ସମସ୍ତେ ଆଉ କେହି ରହିବେ ନାହିଁ ମୁଁ ସମସ୍ତଙ୍କୁ ଧ୍ଵଂସ କରିବି। କଠୋପନିଷଦର ଗୋଟେ ଶ୍ଲୋକଟେ ବି ମୁଁ ଆପଣଙ୍କୁ ଆରଥର କହିଥିଲି ଶ୍ଲୋକ ନମ୍ବର 32 ରେ ଯସ୍ୟ ବ୍ରହ୍ମଚ କ୍ଷେତ୍ରଂଚ ଭବେ ଭବତ୍ ବୋଦନଃ ମୃତ୍ୟୁଜ ସୋପ ସେ ଚନ୍ଦ କ ଇଥତ୍ ବେଦ ଯତ୍ର ତାର ଅର୍ଥ ହେଲା ସର୍ବଶେଷରେ ସମସ୍ତ ବ୍ରାହ୍ମଣ କ୍ଷତ୍ରିୟ ଅନ୍ୟ ସମସ୍ତେ ଭଗବାନଙ୍କ ଦ୍ଵାରା ଗ୍ରସିତ ହୁଅନ୍ତି ଏଇଟା 32 ନମ୍ବରରେ ଏଇଟା
भगवान अर्जुन को प्रश्न 31 रे जो है भगवान आपण किए बोलिकी जेतेबेले पचरा हैला तार उत्तर 32 रे देले मु कालो अस्मि माने मु कालो अटे आउ पांडव मान छड़ा आउ केही बंची पारिबे नाही समस्ते निहत हेबे। आ श्लोक 33 रे अर्जुन हे सव्यसाची तमे उठ युद्ध कर तमे निमित्त मात्र हुओ एई सब कथा एबे बुझी पारले वेदवती माता जी। आज्ञा प्रभुजी आज्ञा। तो एबे श्लोक 34 को जीवा श्लोक 34 ଆଜ୍ଞା ହରେ पाठ କୃଷ୍ଣ पढ़। ପ୍ରଭୁ କି ଆଜ୍ଞା ପଢୁଛି आज्ञा ଶ୍ଲୋକ आज्ञा। ନମ୍ବର 34 ଦ୍ରୋଣଂ ଚ ଭୀଷ୍ମ ଚ ଜୟଦ୍ରଥ ଚ କର୍ଣ୍ଣଂ ତଥା ନନପି ଯୋଧବିରାନ୍ ମୟା ହସ୍ତସ୍ତଂ ଜହିମା ବ୍ୟତିଷ୍ଠା ଯୁଧସ୍ୟ ଜେତା ଶିରଣେ ସପତ୍ନାନ୍। ଅନୁବାଦ ଭଗବାନ କହିଲେ ଦ୍ରୋଣ ଭୀଷ୍ମ ଜୟଦ୍ରଥ ଓ କର୍ଣ୍ଣ ଆଦି ବିଶିଷ୍ଟ ଯୋଦ୍ଧା ମାନେ ମୋ ହାତରେ ଆଗରୁ ମରିସାରିଛନ୍ତି ତେଣୁ ସେମାନଙ୍କୁ ବଧ କର ଓ ନିରାଶ ହୁଅ ନାହିଁ କେବଳ ଯୁଦ୍ଧ କର ଏବଂ ଶତ୍ରୁ ମାନଙ୍କ ଉପରେ ବିଜୟ ହାସଲ କର। ହରେ କୃଷ୍ଣ ପ୍ରଭୁଜୀ। ଦେଖନ୍ତୁ ଆଜ୍ଞା ଏଇଥିରେ କଣ କୁହାଗଲା ଏଇ ଶ୍ଲୋକରେ କୁହାଯାଇଛି ଯେ ଦ୍ରୋଣ ଭୀଷ୍ମ ଜୟଦତ୍ତ ଆଉ କର୍ଣ୍ଣ ଏଇ ଚାରି ଜଣଙ୍କର ନାଁ କୁହାଯାଇଛି। ଏମାନେ ସମସ୍ତେ କୋଉ ଜାଗାରେ ଉପସ୍ଥିତ ଥିଲେ ଏମାନେ ଉପସ୍ଥିତ ଥିଲେ ଯୁଦ୍ଧ ଭୂମିରେ ଉପସ୍ଥିତ ଅଛନ୍ତି କିନ୍ତୁ ପୂର୍ବରୁ ଏମାନେ ସମସ୍ତେ କୁରୁସଭାରେ ଉପସ୍ଥିତ ଥିଲେ। କୁରୁସଭାରେ ଯେତେବେଳେ ଦ୍ରୌପଦୀ ବସ୍ତ୍ର ହରଣ ଯେତେବେଳେ ମାନେ ଲୀଳାଟି ହେଇଛି ଦ୍ରୌପଦୀ ବସ୍ତ୍ରହରଣ ସମୟରେ ଏମାନେ ଥାଇକିରି ଏମାନେ ସମସ୍ତେ ସେଇଟାକୁ ଏଇ ଯୋଉ ଅନ୍ୟାୟ ଟା ହେଇଛି ଏ ସମସ୍ତେ ସମର୍ଥନ କରିଛନ୍ତି। ଏଇ ଦ୍ରୌପଦୀଙ୍କର ଭଳି ପରମ ବୈଷ୍ଣବୀ ଜଣଙ୍କୁ ସଭାସ୍ଥଳକୁ ଟାଣି ଆଣିବା ପାଇଁ ପ୍ରସ୍ତାବ କାହାର ଥିଲା ଆପଣ କହିଲେ କିଏ ପ୍ରସ୍ତାବ ଦେଇଥିଲେ? ଦୁର୍ଯ୍ୟୋଧନକୁ ଜଣେ ପ୍ରସ୍ତାବ ଦେଇଥିଲେ କି ଦ୍ରୌପଦୀ କୁ ମାନେ ଆଣ ସଭାକୁ ଡକାଯାଉ। କର୍ଣ୍ଣ ପ୍ରଭୁଜି କର୍ଣ୍ଣ। ଆଜ୍ଞା ମାତାଜୀ ସେଇ କର୍ଣ୍ଣ ସେ କହିଥିଲେ ଦ୍ରୌପଦୀ ଗୋଟେ କାହିଁକି ପାଞ୍ଚଟା ପତି ଯାହାର ଅଛନ୍ତି ସେ ତ ମାନେ ନାରୀ ନୁହଁ ସେ ବେଶ୍ୟା ସମାନ ବୋଲିକିରି ଏଇଟା କର୍ଣ୍ଣ ଏଡେ ବଡ ସୂର୍ଯ୍ୟଙ୍କ ପୁତ୍ର ହେଲେ ବି ତାଙ୍କ ଦ୍ଵାରା ଏ ଅପରାଧ ଟା ହେଲା ପରମ ବୈଷ୍ଣବୀ ଜଣଙ୍କର ଅପରାଧ ହେଇଗଲା। ଆଉ ତାପରେ କଣ ଦୁର୍ଯ୍ୟୋଧନ କଣ ବୋଲି କହିଲେ ନା ମୋର ଜଙ୍ଘ ଉପରେ ତମେ ବସ ବୋଲି କହିଲେ। ଆଉ ତାଙ୍କର ନିଜର ଭାଇ ବଡ ଭାଇର ଆଦେଶରୁ ବସ୍ତ୍ର ହରଣ କରିବା ପ୍ରଚେଷ୍ଟା କିଏ କରିଥିଲେ ଦୁଃଶାସନ କରିଥିଲେ। ତ ଏଇ ସବୁ ଯୋଉ ମାନେ ଅପରାଧ ଏତେ ଭୟଙ୍କର ଯୋଉ ଦୁଷ୍କର୍ମ ସବୁ ହେଲା ଏଇଟାକୁ କିଏ ଦ୍ରୋଣ ସେ ଜାଗାରେ ବୟୋଜ୍ୟେଷ୍ଠ ବ୍ୟକ୍ତି ମାନେ ଥିଲେ। ଦ୍ରୋଣ ଭୀଷ୍ମ ଏଇ ସବୁ ତ ଧୃତ ରାଷ୍ଟ୍ର ବି ସେଠି ମାନେ ଥିଲେ। ଏଇ ସବୁ ବୟୋଜ୍ୟେଷ୍ଠ ବ୍ୟକ୍ତି ମାନେ ଥାଇକିରି ସେମାନେ କଣ କଲେ ମୌନ ହେଇକିରି ରହିଲେ। ମୌନଂ ସମ୍ମତି ଲକ୍ଷଣ ମୌନ ସମ୍ମତି ଲକ୍ଷଣ। ମୌନଂ ସମ୍ମତି ଲକ୍ଷଣ ମୌନ ହେଇକିରି ରହିଲେ କିଛି କହିଲେନି। ଦେଖନ୍ତୁ ଭୀଷ୍ମ ଆଉ ଦ୍ରୋଣ ଏପରି ଯୋଦ୍ଧା ଥିଲେ ଦେବତା ମାନେ ବି ଯଦି ଯୁଦ୍ଧ କରିବେ ସେମାନଙ୍କୁ ଜିଣି ପାରିବେ ନାହିଁ। ତ କୁରୁ ସଭାରେ ତ ସେ ଟାଇମରେ ଯୋଉ ଲୋକମାନେ ସେଇଠି ଥିଲେ ସେମାନେ ତାଙ୍କ ସାମ୍ନାରେ ସେ କେହି ବି କିଛି ବି ନୁହଁ। ଯଦି ଭୀଷ୍ମ ଯଦି ଚାହିଁଥାନ୍ତେ ଥରେ ଖାଲି ତାଙ୍କର ଯଦି ଧନୁ ଆ ଧରିକି ଛିଡା ହେଇଯାଇଥାନ୍ତେ ଆଉ କହିଥାନ୍ତେ କି ମୁଁ ଥାଉ ଥାଉ ଏପରି ଅନ୍ୟାୟ ହେଇପାରିବନି ଏଇ ଦୁର୍ଯ୍ୟୋଧନ ଘରିକା ପୁରା ଏକଦମ ତାଙ୍କର ଡରିକି ପୁରା ସେ ସଭାରୁ ପଳେଇଥାନ୍ତେ। କିନ୍ତୁ କଣ କଲେ ଭୀଷ୍ମ ନିଜେ ସେ ଦ୍ଵାଦଶ ମହାଜନ ଭିତରୁ ଜଣେ କିନ୍ତୁ ସେ ଟାଇମରେ କଣ ହେଲା କି ଯେହେତୁ ସେ ହସ୍ତିନାପୁର ରାଜ୍ୟର ମାନେ ମୁଁ ଋଣୀ ବୋଲିକିରି ସେ ଯେହେତୁ ଏଇଟା ଭାବିକିରି ସେ ତାଙ୍କର ଆ ଭୀଷ୍ମ ପ୍ରତିଜ୍ଞାକୁ ବଡ କଲେ। କିନ୍ତୁ ଗୋଟେ ନାରୀର ସମ୍ମାନ ଆଗରେ କଣ ପ୍ରତିଜ୍ଞା ବଡ ହବା କଥା କି? କେବେ ବି ନୁହଁ। କୋଉଠି ଗୋଟେ ମାତାଜୀ ଆବାଜ ଆଉଛି ହରେ କୃଷ୍ଣ କୋଉଠି ଗୋଟେ ମାତାଜୀ ନିତାଇ ମାତାଜୀ ତାଙ୍କର ମ୍ୟୁଟ ହେଇନାହାନ୍ତି ସେଇଟା ଆବାଜ ଆସୁଛି ଖାଲି। ହରେ ହୁଁ। କୃଷ୍ଣ ମାତାଜୀ ଟିକେ ମ୍ୟୁଟ ହେଇଯାଆନ୍ତୁ ନା। ତ କଣ କହୁଥିଲି ଆକ୍ଚୁଆଲି ମୁଁ ଟିକେ ମାନେ ଭୁଲିଗଲି ଆମେ ଗୋଟେ ଫ୍ଲୋରେ ଚାଲିଥିଲେ ତ ଆମେ ଏଇଟା ଆଜ୍ଞା ଭୀଷ୍ମ ଯୋଉ ମୌନ ହେଇ ରହିଲେ ହଁ କାହିଁକିନା ଭୀଷ୍ମ ହଁ ପ୍ରତିଜ୍ଞା କରିଥିଲେ ଆଜ୍ଞା। ସେଇଠି ତାଙ୍କର ଆଜ୍ଞା ଆଚ୍ଛା ସେଇଟା ଆପଣ କହୁଥିଲେ ଆପଣ। ଆପଣ ମତେ କହନ୍ତୁ ଗୋଟେ ନାରୀର ସମ୍ମାନରୁ ତ ପ୍ରତିଜ୍ଞା ତ କିଛି ବଡ କଥା ନୁହଁ।
ଆପଣ ରାମାୟଣ ରୁ ମତେ ମାନେ ଉଦାହରଣ ଦେଇକିରି କହନ୍ତୁ କି କିଏ ଏମିତି ମାନେ ସ୍ତ୍ରୀର ସମ୍ମାନ ରକ୍ଷା କରିକିରି ଭଗବାନଙ୍କର ତାଙ୍କର ପ୍ରଶଂସାର ପାତ୍ର ହେଇକିରି ବହୁତ ବଡ ପଦବୀ ପାଇଥିଲେ ବା ବହୁତ ବଡ ତାଙ୍କର ନାଁ ହେଇଥିଲା, ବହୁତ ବଡ ଭକ୍ତ ହିସାବରେ ଆମେ ତାଙ୍କୁ ଜାଣୁ, କିଏ ସେ? ଜଟାୟୁ, ପ୍ରଭୁ ସେ ଜଟାୟୁ। ଆଜ୍ଞା ଆଜ୍ଞା ମତେ ତ ଜଟାୟୁ କଣ କଲେ, ସେ ଜାଣିଥିଲେ କି ରାବଣ ରାବଣକୁ ମୁଁ ଯୁଦ୍ଧରେ ପାରିବି ନାହିଁ, ଜଟାୟୁଙ୍କର ସେତେ ବଳ ନଥିଲା। କିନ୍ତୁ ଯେହେତୁ ସେଠି ମାତା ସୀତାଙ୍କର ମାନେ ଅପହରଣ କରାହଉଥିଲା ଗୋଟେ ନାରୀର ସମ୍ମାନ ରଖିବା ପାଇଁ, ଆଉ ତାପରେ କଣ ଜଟାୟୁ ଥିଲେ ଦଶରଥ ରାଜାଙ୍କର ମିତ୍ର, ବନ୍ଧୁ ଥିଲେ। ଆଉ ସେ ଦଶରଥ ରାଜାଙ୍କ ଠୁ ସେ କହିଥିଲେ ଯେ ତମର ଯୋଉ ପୁତ୍ର ହବ ସେଇଟା ତମର ପୁତ୍ର ନାଇଁ ମୋର ପୁତ୍ର ହବ ବୋଲିକିରି ସେ କହିଥିଲେ। ତ ଏଇ ସମ୍ବନ୍ଧରୁ ବି କଣ ହେଲା, ତାଙ୍କର ମାନେ ସୀତାଜୀ କିଏ ହେଲେ ପୁତ୍ରବଧୂ ହେଇଗଲେ। ତ ନାରୀଙ୍କ ସମ୍ମାନ ରକ୍ଷା କରିବା ପାଇଁ ତାଙ୍କ ପ୍ରାଣ ତ୍ୟାଗ କରୁଥିବାରୁ, ଯୋଉଟା ଦଶରଥ ମହାରାଜ ଯୋଉ ମାନେ ଭାଗ୍ୟ ସୌଭାଗ୍ୟ ପାଇନାହାନ୍ତି କି ତାଙ୍କର ମୃତ୍ୟୁ ସମୟରେ ଭଗବାନ ରାମ ଉପସ୍ଥିତ ନଥିଲେ ତାଙ୍କ ସାମ୍ନାରେ, କିନ୍ତୁ ଆ ଜଟାୟୁଙ୍କର ଯେତେବେଳେ ମାନେ ପରଲୋକ ଗମନ କରିଛନ୍ତି, ଭଗବାନ ତାଙ୍କୁ ନିଜ ହାତରେ ତାଙ୍କର ସବୁ ଅନ୍ତ୍ୟେଷ୍ଟି କ୍ରିୟା କରିଛନ୍ତି। ତ ଗୋଟେ ନାରୀର ସମ୍ମାନ ରଖିବାଟା କେତେ ବଡ ଜିନିଷ ଏଥିରୁ ଆମେ ଜାଣିପାରୁଛେ। ତ ଏଇ ଯୋଉ ଅପରାଧ କରିବା ଦ୍ଵାରା ସେଇ ଟାଇମରେ ହିଁ ଏ ତାଙ୍କର ସମସ୍ତ ପୁଣ୍ୟ ନଷ୍ଟ ହେଇଯାଇଥିଲା। ଆଉ ତାଙ୍କର ମାନେ ଆୟୁଷ ତৎକ୍ଷଣାତ୍ ନଷ୍ଟ ହେଇଗଲା। ଆଉ ଭଗବାନ ବର୍ତ୍ତମାନ କଣ କହୁଛନ୍ତି ଅର୍ଜୁନକୁ, କି ଯୋଦ୍ଧା ମାନେ ଆଗରୁ ମୋ ହାତରେ ନିହତ ହେଇସାରିଛନ୍ତି, ତେଣୁ ତମେ ନିରାଶ ନ ହୋଇ ସେମାନଙ୍କର ବଧ କର ବୋଲିକିରି କୁହାଗଲା। ଆଉ ତାପରେ ଆଉ ଗୋଟେ ମାନେ କୁହାଯାଏ, ଆଉ କେତେଟା ଜାଗାରେ କୁହାଯାଏ ଯେ ଭଗବାନ ଅର୍ଜୁନଙ୍କ ରଥକୁ ଯେତେବେଳେ ଦୁଇ ସେନା ମଧ୍ୟକୁ ଯେତେବେଳେ ନେଲେନି, ଅର୍ଜୁନ ଯେତେବେଳେ ଭଗବାନଙ୍କୁ କହିଛନ୍ତି କି ଯୁଦ୍ଧ ପୂର୍ବରୁ ମୁଁ ଟିକେ ମୋର ସବୁ ସମ୍ବନ୍ଧୀ, ମୋର ଗୁରୁ ବର୍ଗ ଏମାନଙ୍କୁ ମୁଁ ଦେଖିବା ପାଇଁ ଚାହୁଁଛି, କାହା ସାଙ୍ଗରେ ମୋର ଯୁଦ୍ଧ ହେବ ଟିକେ ଆପଣ ନିଅନ୍ତୁ, ସେ ଟାଇମରେ ଯେତେବେଳେ ଭଗବାନ ରଥକୁ ଦୁଇ ସେନା ମଧ୍ୟକୁ ନେଇଛନ୍ତି, ସେ ସମୟରେ ସମସ୍ତ ଯୋଦ୍ଧା ମାନଙ୍କର ଆୟୁକୁ ଭଗବାନ ଶ୍ରୀକୃଷ୍ଣ ହରଣ କରି ନେଇଛନ୍ତି ସେ ସମୟରେ। ବୁଝିପାରିଲେ? ତ ଏଇ ଶ୍ଲୋକ ନମ୍ବର 34 ରୁ ମାନେ ଆମେ ଏଇଟା ଜାଣିଲେ। ଆଚ୍ଛା ଗୋଟେ କଥା ଜାଣିଛୁ, ଭକ୍ତ ସବୁବେଳେ କଣ କରେ ଜାଣିଛନ୍ତି? ସେ ତାର ନିଜର କୌଣସି ଗୋଟେ ସ୍ଵତନ୍ତ୍ର କୌଣସି ଇଚ୍ଛା ନଥାଏ। ସେ ଭଗବାନଙ୍କର ଇଚ୍ଛାରେ ତାର ଇଚ୍ଛା ଟା ମିଳେଇ ଦିଏ। ସେଥିପାଇଁ ଭକ୍ତ କେତେବେଳେ କୌଣସି କଥାରେ ଚିନ୍ତା କରେନି। ଏବେ ଯେତେବେଳେ ଭଗବାନ ଅର୍ଜୁନକୁ କହିଦଉଛି ତମେ ଚିନ୍ତା କର ନାହିଁ, ଏ ସମସ୍ତେ ମାନେ ମୋର ପୂର୍ବ ମୋର ଯୋଜନା ଅନୁସାରେ ମାନେ ସମସ୍ତେ ମରି ସାରିଛନ୍ତି। ତ ଯୋଉ ଭକ୍ତ ତାର ଇଚ୍ଛାକୁ ଭଗବତ ଇଚ୍ଛାରେ ମିଳେଇବ, ତାହେଲେ ଆ ସେ ମାନେ ତାର କୌଣସି କାର୍ଯ୍ୟରେ ବାଧା ହବନାହିଁ। କେମିତି ଆପଣ ଜାଣିବେ ଯେ ଭଗବାନଙ୍କର ଇଚ୍ଛାରେ କଣ ଚାହୁଁଛନ୍ତି, ଆପଣ କେମିତି ଜାଣିପାରିବେ? ମତେ ପ୍ରଶ୍ନର ଉତ୍ତର ଦିଅନ୍ତୁ ଯେ ଆପଣ କେମିତି ଜାଣିବେ ଭଗବାନ କଣ ଚାହୁଁଛନ୍ତି? ଭଗବାନ ତ ଆମ ସମ୍ମୁଖରେ ନାହାନ୍ତି। ହରେ କୃଷ୍ଣ ପ୍ରଭୁଜି, ଆଜ୍ଞା। ଯେତେବେଳେ ସେ ସମର୍ପଣ ହେଇଯାଇଥିବ, ସମର୍ପିତ ହେଇଯାଇଥିବ ହୁଁ ଭଗବାନଙ୍କ ପାଖେ, ହୁଁ। ପ୍ରଭୁଜୀ ଆଉ ମାନେ ଆମେ ଅର୍ଜୁନ ପ୍ରଭୁଜୀ ମୋର କହିବା କଥା, ଗୁରୁ ଆଉ ଶାସ୍ତ୍ରଙ୍କ ଦ୍ଵାରା ଆମେ ଭଗବାନଙ୍କ କଥା ଜାଣିପାରିବୁ। ବହୁତ ବହୁତ ସୁନ୍ଦର ମାତାଜୀ। ଗୁରୁ ଦ୍ୱାରା ଆମେ ଜାଣିପାରିବା, ଆଉ ଶାସ୍ତ୍ର ଦ୍ଵାରା ଆମେ ଜାଣିପାରିବା। କାହିଁକି ଶାସ୍ତ୍ରର ବଚନ ଟା ହଉଛି କଣ ଭଗବାନଙ୍କର ବଚନ, ଆଉ ଗୁରୁ ତତ୍ଵ ହଉଛନ୍ତି କଣ, ଗୁରୁ ସାକ୍ଷାତ ପରବ୍ରହ୍ମ ବୋଲି କୁହାଗଲା। ମାନେ ଗୁରୁ ହଉଛନ୍ତି ପ୍ରତିନିଧି ଭଗବାନଙ୍କର ପ୍ରକାଶ, ପ୍ରତିନିଧି ସ୍ୱରୂପ। ପ୍ରତିନିଧି ସ୍ୱରୂପ। ତ ଏଇଥିରୁ ଆପଣ ଜାଣିପାରିବେ। ତ ଅର୍ଜୁନ ତ କଣ ଶରଣାଗତ ଭକ୍ତ ଥିଲେ। ଏବେ ଶ୍ଲୋକ 35 ଟା ପାଠ କରନ୍ତୁ। हरे कृष्ण प्रभु जी। ଆଜ୍ଞା। संजय उवाच एतत् श्रुत्वा वचनं केशवस्य कृताञ्जलिर्वेपमानः किरीटी नमस्कृत्वा भूय एवाह कृष्णं स गद्गदं भीतः प्रणम्य। अनुवाद। संजय धृतराष्ट्रଙ୍କୁ କହିଲେ, हे ରାଜା, ପରମ ପୁରୁଷ ଭଗବାନଙ୍କ ଠାରୁ ଏକଥା ଶୁଣି ଅର୍ଜୁନ ଭୀତତ୍ରସ୍ତ ହୋଇ ଥରି ଉଠିଲେ ଏବଂ ଯୋଡ଼ହସ୍ତ ହୋଇ ପ୍ରମାଣ କଲେ ଏବଂ ଗଦ୍ଗଦ ସ୍ୱରରେ ନିମ୍ନ ମତେ କହିବାକୁ ଆରମ୍ଭ କଲେ। ହରେ କୃଷ୍ଣ ପ୍ରଭୁ। ଧନ୍ୟବାଦ ପ୍ରଭୁଜୀ। ଏତତ୍ ସ୍ମୃତ୍वा ବଚନଂ କେଶବସ୍ୟ। ଆଚ୍ଛା କେଶବ ନାଁ ର ମୁଁ ଅର୍ଥ ବ୍ୟାଖ୍ୟା କରିଥିଲି, ଆପଣ କାହାର ମନେ ଅଛି କେଶବ ମାନେ କଣ?
प्रभु क क प्लस ईश प्लस ब, क कहले ब्रह्मा को बुझेब, ईश कहले शिव को बुझेब, आ ब कहले विष्णु को बुझेब। ये तीन जनकर समन्वय रही केशव, से केशव बहुत कहुई। बहुत बहुत धन्यवाद प्रभु जी। तो केशव नाम शिवजी ब्रह्मा जी नियंत्रण सूचक, माने नियंत्रक किए होचंदी भगवान श्रीकृष्ण। शिवजी और ब्रह्मा जी होचन सर्वश्रेष्ठ देवता, तांकर भी नियंत्रणकारी। माने एठी केशव शब्दर कहवार तात्पर्य होची हे भगवान आपण सर्वनियंता अटंती। भगवान अर्जुन एबे श्लोक नंबर 34 परे एटा श्लोक नंबर 35 रे एटा अर्जुन कहउचंती जे कौन कौन करचंती, कृतांजलि वेपमान किरीटी। कृतांजलि वेपमान, हाँ वेपमान शब्दर अर्थ देखंतु आपण। वेपमान शब्दर अर्थ कौन अछि, थरी थरी। कृतांजलि माने अर्जुन थरी थरी कृतांजलि हाथ दीटा को जोड़िकी भगवान को कहउचंती। अच्छा, एटी किरीटी शब्दर व्यवहार कराई। किरीटी, किरीटी माने कौन, किरीटी कहाँ पे कुहाई? अर्जुन अर्जुनଙ୍କ ପାଇଁ କୁହାଯାଇଛି। अर्जुन अर्जुन हाँ, किंतु किरीटी कौन पाई अर्जुन को कहा जाइछि सेटा हमें जानिबा। किरीटींकर तो 10टा नाम ए सॉरी अर्जुनकर 10टा नाम अछि। तो मुख्य मुख्य नाम 10टा अछि। गोटे होछि किरीटी, काहे कि इंद्रदेव माने तांकर पिता होचंदी कि इंद्र, इंद्रकर अंशरु से आस्तिले ना, तो से गोटे मुकुट प्रदान करथिले। संस्कृत रे मुकुटर अर्थ होछि किरीट। तो सेई मुकुट भगवान माने इंद्र प्रदान करबा तांकर नाटा पड़िला किरीटी। तो भगवान एठी किरीटी संबोधन करूचंती। तो एठी कौन पाई अर्जुन जहाको निजर बंधु और सखा भाविकरी तांकर संगे बहुत थट्टा मजाक करचंती ना। आ एबे एई सब रूप जेते बेले देखि दैचंती विश्व रूप, भीतस्त्रस्त हेइचंती पूरा। आ जोड़ हस्तरे पूरा थरी थरी प्रणाम जणाइले। अच्छा, भगवान को माने भगवान केते बड़ अटंती सेटा न जानिले आमे भगवान को खाली आमे जदि भाभी देबा हाँ ठीक अछि सब चलिबो, एटा नहीं। भगवान का विषय रे आमे जानिबा कथा। अर्जुन एठी अर्जुन भली भक्त जदि भयभीत हेइ जाउचंती, केते माने भगवान कर कोन सब जिंस केते गुण शक्ति सब जिंस जदि जणे न ଆମର କିଛି ଏଇଟା ନାହିଁ, ଏଇ ବୟସରେ ଆମେ କଣ ଭକ୍ତି କରିବା। କାରଣ କଣ, ତାଙ୍କର ତ କୌଣସି ଜିନିଷ ଭୟ ନାହିଁ। ସେମାନେ ଶାସ୍ତ୍ରକୁ ବି ଜାଣିନାହାନ୍ତି, ଭଗବାନ କେତେ ମହାନ ବି ସେମାନେ ଜାଣି ନାହାନ୍ତି। ଆଉ ଏଠି ପ୍ରଣାମ ଜଣାଉଛନ୍ତି। ପ୍ରଣାମ ଜଣେଇବାର କେତେ ମୂଲ୍ୟ। ପ୍ରଣାମ ଭକ୍ତିଟା ତ ସବୁଠାରୁ ବଡ ଭକ୍ତି। ମାମ ନମସ୍କୁରୁ ବୋଲି ଭଗବାନ କହିଲେ ନବମ ଅଧ୍ୟାୟରେ। କଣ ସମସ୍ତେ ନମ ନମସ୍ତେ ବୋଲି କୁହାଯାଇଛି। ସ୍ତୁତି ମାନଙ୍କରେ ନମ ନମ କୁହାଯାଇଛି। ଆଚ୍ଛା, ପ୍ରମାଣ ବି କରିବା ଦି ପ୍ରକାର ରହୁଛି। ଗୋଟେ ଜଣେ ମନ୍ଦିରକୁ ଗଲା, ଆପଣ ସବୁଦିନ ମନ୍ଦିର ଯାଉଛନ୍ତି, ଆପଣ ଭଗବାନଙ୍କ ସାମ୍ନାରେ ଗଲେ ପ୍ରଣାମ ଟେ ଜଣେଇଦେଲେ, ଏହା ସବୁଦିନ କରନ୍ତି, ଆଜି ବି ଜଣେଇଲେ। କିନ୍ତୁ ଆପଣ ଅନୁଭବ କରିଥିବେ ବେଳେ ବେଳେ ଆପଣ ପୁରା ଭାବ ବିଭୋର ହେଇକିରି ପ୍ରଣାମ ଜଣାଉଛନ୍ତି, ମାନେ ଗଦଗଦ ହେଇଯାଉଛି ପୁରା ଆପଣଙ୍କର ହୃଦୟ। ସେଇ ଟାଇପର ପ୍ରଣାମ ମାନେ ଜଣେଇବା କଥା। ଆଉ ଯେତେବେଳେ ପ୍ରଣାମର ମାହାତ୍ମ୍ୟ ଟା କଣ, ଆପଣ ଭଗବାନଙ୍କ ସାମ୍ନାରେ ଯେତେବେଳେ ଆପଣଙ୍କୁ ଭଗବାନଙ୍କୁ ପ୍ରଣାମ ଜଣାଉଛନ୍ତି, ଆପଣଙ୍କ ପଞ୍ଚମହା। ଆଚ୍ଛା, ମାତା ଯଶୋଦା ଏଇଠି ତ ଅର୍ଜୁନ ବିଶ୍ୱରୂପ ଦେଖିଲେ ଆଉ ଭଗବାନ ଶ୍ରୀକୃଷ୍ଣଙ୍କୁ ପ୍ରଣାମ ଜଣାଇଲେ। ମାତା ଯଶୋଦା ଯେତେବେଳେ ଭଗବାନ କୃଷ୍ଣଙ୍କର ମୁଖରେ ବିଶ୍ବ ବ୍ରହ୍ମାଣ୍ଡ ସବୁ ଦେଖିଛନ୍ତି, ସେତେବେଳେ ସେ କାହାକୁ ପ୍ରଣାମ ଜଣାଇଛନ୍ତି କିଏ ଜାଣିଛନ୍ତି? ସେ ଭଗବାନ ବିଷ୍ଣୁକୁ ନା ନାରାୟଣକୁ? ହଁ, ବହୁତ ବହୁତ ବଢିଆ ମାତାଜୀ, ବହୁତ ସୁନ୍ଦର। ସେ ନାରାୟଣକୁ, ଏଇଟା ଏଇଟା ହଉଛି ମାନେ ତତ୍ପର ଜିନିଷ ନା ଇଏ ଏଠିରେ। ଆଜ୍ଞା। ଆଉ ଭଗବାନ ଶ୍ରୀକୃଷ୍ଣଙ୍କୁ ତ ତାଙ୍କର ପୁତ୍ର ନା, ସେ ପୁତ୍ର ଭାବରେ ସେ ଭଗବାନ ବୋଲି କେବେ ମାନି ନାହାନ୍ତି। ତ ସାଙ୍ଗେ ସାଙ୍ଗେ ସେ କଣ କରିଛନ୍ତି, ଏଇଟା ଦେଖିକି ଡରି ଯାଇଛନ୍ତି। ଆଉ କହୁଛନ୍ତି ଆରେ ମୋ ପୁଅ କଣ ହେଲା, ଏ ମୁହଁ ଖୋଲିଲେ ଏମିତି କଣ ପୁରା ସମଗ୍ର ବ୍ରହ୍ମାଣ୍ଡ ଦେଖାଗଲା। ତାପରେ ସେ ଭଗବାନ ନାରାୟଣକୁ କହିଛନ୍ତି ମୋର ପୁଅର ରକ୍ଷା କରନ୍ତୁ, ଏ ନାରାୟଣ, ତାକୁ କଣ କାହାର କିଛି ନଜର ନ ଲାଗିଯାଉ।
ଏମିତି ସବୁ କେମିତି ହେଲା, ଏଇଟା ତମର କୃପାରୁ ଯାହା ସବୁ ହଉଛି, କିନ୍ତୁ ମୋର ପୁଅ ତ ହଉଛି ଏଇଟା ଗୋଟେ ସାଧାରଣ ବାଳକ, ଏଇଟା କହିକିରି ଭଗବାନ ନାରାୟଣକୁ ନିବେଦନ କରିଛନ୍ତି ପ୍ରଣାମ। ଏଇଠି ଦେଖନ୍ତୁ ମାନେ କେତେବେଳେ ବି ବୃନ୍ଦାବନରେ କେହି ଭଗବାନଙ୍କୁ ତାମାନେ ତାଙ୍କର ଘର ଲୋକ ଭାବନ୍ତି ନା। ମୁଁ ଆପଣଙ୍କୁ ଏଇଟା କହିଥିଲି କି ନାହିଁ ପୁଣି ରିପିଟ ହବ ମୁଁ ଜାଣିନି, କିନ୍ତୁ ମୁଁ ଫେର ବି କହିଦଉଛି। ଥରେ ବୃନ୍ଦାବନରେ ମାନେ ଗୋଟେ ଜଣେ ସାଧୁ ଯାଇଥିଲେ। ସେ ସାଧୁ କଣ ଦେଖିଲେ, ବୃନ୍ଦାବନ ବାସୀ ଯୋଉଟା ବ୍ରଜବାସୀ, ଗୋଟେ ବୃଦ୍ଧ ଲୋକଟେ ଆସିଲେ। ସେଠି ଗୋଟେ ମାନେ ହନୁମାନଙ୍କର ଗୋଟେ ମନ୍ଦିର ଥିଲା, ବୁଝିପାରିଲେ। ସେ ହନୁମାନ ମନ୍ଦିରରେ ସେ ଯାଇକିରି, ବହୁତ ତ ମନ୍ଦିର ସେଠି ବହୁତ 5000 ମନ୍ଦିର ଅଛି ଏ ବୃନ୍ଦାବନରେ। ହନୁମାନ ମନ୍ଦିର ପ୍ରଥମେ ଭଗବାନଙ୍କର ବଡ ମନ୍ଦିର ଅଛି କୃଷ୍ଣ ବଳରାମଙ୍କ, ତା ସାଇଡରେ ହନୁମାନଙ୍କର ମନ୍ଦିର ଅଛି। ତ ସେ ବୃଦ୍ଧଟା କଣ କଲେ, ଆସିଲେ ଯେତେବେଳେ ଭଗବାନ କୃଷ୍ଣ ବଳରାମଙ୍କୁ ପ୍ରଣାମ ଜଣେଇବା କଥା, ଆମେ ସମସ୍ତେ ଯିଏ ବି ହେଇଥିଲେ କୃଷ୍ଣ ବଳରାମଙ୍କୁ ପ୍ରଥମେ ପ୍ରଣାମ ଜଣେଇଥାନ୍ତୁ, କିନ୍ତୁ ବ୍ରଜବାସୀ ଜଣ କଣ କଲେ, ହନୁମାନଜୀଙ୍କର ପାଖକୁ ଯାଇକିରି ପୁରା ବହୁତ ଭକ୍ତିର ସହିତ ପୁରା ପ୍ରଣାମ ଜଣେଇଲେ, ଆଉ ତାଙ୍କର ସ୍ତୁତି ଗାଇଲେ ହନୁମାନଙ୍କର। ଆଉ ତାପରେ କିଛି ନାହିଁ, କିଛି କହିଲେନି। ଆଉ ତାପରେ ଯିବାକୁ ଯେତେବେଳେ ଉଦ୍ୟତ ହେଲେ, ତ ସେତେବେଳେ ସେ ସାଧୁ ଜଣକୁ ପଚାରିଲେ କି ମାନେ ବାବା ତମେ କାହିଁକି ଖାଲି ମାନେ ଏଇଠି ଦେଖୁଛ, କୃଷ୍ଣ ବଳରାମ ବି ଅଛନ୍ତି, ତାଙ୍କୁ ବି ତ ଟିକେ ପ୍ରଣାମ ଜଣେଇଥାନ୍ତ, ସେ ମାନେ ଆଉ ଖାଲି ହନୁମାନଜୀ କୁ ଜଣେଇଲ। ସେ କହିଲେ ଭଗବାନ ହନୁମାନ ସିନା, ତାଙ୍କୁ ସିନା ଆମେ ପ୍ରଣାମ ଜଣେଇବୁ, ଏ କଣ ଏ ଦୁଇ ଛୁଆଙ୍କୁ କଣ ଆମେ ଏତେ ଆମ ଘରର ଛୁଆ ମାନେ, ଆଉ ଆମେ ୟାଙ୍କୁ ପ୍ରଣାମ ଜଣେଇବୁ? ତାଙ୍କର କେମିତି ମଙ୍ଗଳ ହବ ସେଇଟା ପାଇଁ ଆମେ ହନୁମାନଙ୍କୁ ଆମେ ଏଇଟା ପ୍ରଣାମ ଜଣାଉଛୁ, କୃଷ୍ଣ ବଳରାମ କେମିତି ଭଲରେ ରହିବେ। ହନୁମାନ ଜୀ ଭଗବାନ, ସେଇଟା ସେ କହିଲେ। ତ ବ୍ରଜବାସୀ ମାନଙ୍କର ଭାବ ପ୍ରଣାମ ଟା ଏତେ। ଆଉ ଯେତେବେଳେ ଏଇଟା ଦେଖନ୍ତୁ, ଯେତେବେଳେ ଭଗବାନଙ୍କର ଐଶ୍ୱର୍ଯ୍ୟକୁ ଯେତେବେଳେ ଜଣେ ଜାଣିପାରେ ଆଉ ପୁରା ବୁଝିଯାଏ କି ଭଗବାନ ହଉଛନ୍ତି ସର୍ବସମର୍ଥ ଭଗବାନ, ଆଉ ମୁଁ କିଛି ବି ନୁହଁ, ମୁଁ ହଉଛି ନିର୍ବଳ, ମୁଁ ହଉଛି ଅଧମ, ମୋ ଦ୍ଵାରା କିଛି ବି ହବ ନାହିଁ, ଯାହା ବି କରୁଛନ୍ତି ଭଗବାନ କରୁଛନ୍ତି, ଆଉ ମୁଁ ତାଙ୍କୁ କଣ ଦେବି, ସବୁ କିଛି ତ ତାଙ୍କର। ମାନେ ଅତି ତୁଚ୍ଛ ନିଜକୁ ଯେତେବେଳେ ଆପଣ ଜାଣିପାରିବେ, ଆଉ ଭଗବାନ ସର୍ବସମର୍ଥ ପରମ ପୁରୁଷ ଭଗବାନ ବୋଲି ଜାଣିପାରିବେ, ସେତେବେଳେ ଖାଲି ଆପଣ ଅର୍ଜୁନଙ୍କ ଭଳିଆ ଗୋଟେ ଗଦଗଦ ସ୍ୱରରେ ଆପଣ ଖାଲି ପ୍ରଣାମଟି ନିବେଦନ କରିପାରିବେ, ଆଉ କଣ କରିପାରିବେ? କିଛି କରିପାରିବେନି। ପ୍ରଣାମର ସେଇ ମା। ଶ୍ଲୋକ 36ଟା ପାଠ କରନ୍ତୁ। हरे कृष्ण। अर्जुन उवाच स्थाने हृषिकेश तव प्रक्रिया जगत् प्रयुष्यत निरुच्यते च रक्ष्यासि भीतानि दिशो द्रवन्ति सर्वे नमस्यन्ति च सिद्ध संघाः। अनुवाद। हे हृषिकेश, ଆପଣଙ୍କ ନାମ ଶୁଣି ସମଗ୍ର ଜଗତ ଖୁସି ହେଉଛି ଏବଂ ଏହିପରି ସମସ୍ତେ ଆପଣଙ୍କ ପ୍ରତି ଆସକ୍ତ ହେଉଛନ୍ତି। ଯଦିଓ ସିଦ୍ଧ ମାନବଗଣ ଆପଣଙ୍କୁ ଭକ୍ତିପୂର୍ଣ୍ଣ ପ୍ରଣତି ଜଣାଉଛନ୍ତି, ତଥାପି ରାକ୍ଷସ ମାନେ ଭୀତତ୍ରସ୍ତ ହୋଇ ଏଣେ ତେଣେ ପଳାଇ ଯାଉଛନ୍ତି। ଏସବୁ ଯଥାଯଥ ଭାବରେ ଘଟିତ ହେଉଛି। ଦେଖନ୍ତୁ ଏଇଟା ଯୋଉ ଶ୍ଲୋକଟା ନା, ଏଥିରେ ନା ବହୁତ ଗୋଟେ ଇମ୍ପୋର୍ଟାଣ୍ଟ ଜିନିଷଟେ ଅଛି। ଦେଖନ୍ତୁ ଭଗବାନଙ୍କର ତ ସବୁ କାର୍ଯ୍ୟକଳାପ ସମସ୍ତଙ୍କର ମଙ୍ଗଳ ପାଇଁ ନା, କାହାର ଅମଙ୍ଗଳ କୋଉଠି ସାଧିତ ହଉଛି କି? ଭଗବାନ ଯାହା କରିବେ, ସେ ରାକ୍ଷସ ହଉ, ଦେବତା ହଉ, ମଣିଷ ହଉ, ସମସ୍ତଙ୍କର ମଙ୍ଗଳ ହିଁ ସେଠି ହବ। ଏଇ ସ୍ତୁତି ଗାନରେ ଯେତେବେଳେ ଭଗବାନଙ୍କ ସ୍ତୁତି ଗାନ ସବୁ ହଉଛି, ବିଶ୍ୱରୂପ ଯେତେବେଳେ ଦର୍ଶନ ଦେଇଛନ୍ତି ଭଗବାନ, ତ ବିଭିନ୍ନ ଲୋକ ମାନଙ୍କରେ ଆମେ ସବୁ ବର୍ଣ୍ଣନା କଲେ, ବିଭିନ୍ନ ଲୋକ ଅଛି, ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ, ଉପରେ ମହର ଲୋକ, ଜନଲୋକ, ତପଲୋକ, ବ୍ରହ୍ମଲୋକ ପର୍ଯ୍ୟନ୍ତ ସବୁ ସେଠି ସମସ୍ତେ ସ୍ତୁତି ଗାନ କରିଛନ୍ତି ଭଗବାନଙ୍କର। ତ ଭଗବାନଙ୍କ ସ୍ତୁତି ଗାନ କରିଛନ୍ତି, କିନ୍ତୁ ସେଥିରେ ଅସୁର ମାନେ କିନ୍ତୁ ଭୟଭୀତ ପାଇଯାଇଛନ୍ତି। ଆଉ ସେମାନେ ଏଇଠି କଣ ଲେଖା ହେଲା, ଭୀତ ତ୍ରସ୍ତ ହୋଇ ଏଣେ ତେଣେ ପଳାଇ ଯାଉଛନ୍ତି ବୋଲି ଲେଖା ହେଲା। ତ ଭକ୍ତ ମାନେ ଆନନ୍ଦିତ ହଉଛନ୍ତି, ଆଉ ରାକ୍ଷସ ଗଣ ନାସ୍ତିକ ମାନେ ଭଗବାନଙ୍କ ସ୍ତୁତିକୁ ସହ୍ୟ କରିପାରୁନାହାନ୍ତି। ଏଇଟା ଏଇ ଶ୍ଲୋକରେ କୁହାଯାଇଛି। ଏଥିରେ ଗୋଟେ ଶବ୍ଦଟି ଅଛି, ସେ ଶବ୍ଦଟି ହେଲା ସ୍ଥାନେ। ସ୍ଥାନେ ଆପଣ ଦେଖିପାରୁଛନ୍ତି, ସ୍ଥାନେ ଯୋଉ ପ୍ରଥମ ଆରମ୍ଭ ଯୋଉଠି ହେଇଛି, ସ୍ଥାନେ ହୃଷିକେଶ ତବ ପ୍ରକୀର୍ତ୍ୟା। ସ୍ଥାନେର ଅର୍ଥ ହେଲା ଏଇଠି ମାନେ ଅର୍ଜୁନ କହିବାକୁ ଚାହୁଁଛନ୍ତି ପ୍ରକୃତରେ
ମାନେ ଆମେ ଯୋଉ କହୁନୁ ସତରେ ତ ପ୍ରକୃତିରେ ତ अर्जुन कहते हे भगवान एटा जुक्तियुक्त माने ये जो राक्षस माने आपणकर स्तुति गान शुणिकी माने एटा खुशी होना भयरे पलाउंट एटा जुक्तियुक्त कथा आ देवता माने आपण को माने हस्त जोड़िकी आपण को प्रणाम करुँच आपणकर माने से आनंदित होती एटा तो बहुत जुक्तियुक्त कथा से स्थाने शब्दटा व्यवहार करा जाए संस्कृत रे आपणकर गुण कीर्तन शुणिकी कौन लिखाई देखु प्रहुष प्रहुष्यति माने आनंदित होती तापरे कौन लिखाई अनुरज्यते आसक्त होती एवं केतेक राक्षस प्रवृत्तिर लोक माने कौन कर राक्षांसी भीतानि दिशो द्रवंती दिशो विभिन्न दिशा बा विभिन्न दिग को भय से माने पलाउचंती एबे जे एठी भगवान को ऋषिकेश बोलिक संबोधन करिसेंती अर्जुन ऋषिक माने कौन मुझे कही आपण माने इंद्रिय मानक प्रभु इंद्रिय इंद्रिय प्रभु मानक प्रभु हाँ तो इंद्रिय इंद्रिय मानकर प्रभु ऋषिकेश भगवान तो आपण भावंतु गोटे गोटे राक्षसी प्रवृत्तिर लोक अच्छी तार इंद्रिय कौन हम एणे तेणे धाई पलैब कि ना जमी ये राक्षस माने भगवान स्तुति गान शुणिकी कौन गोटे जगह स्थिर रही आनंदित हेले कि एणे तेणे धाई पलाउंट सेमिति जी जार जी इंद्रिय जार संयमित नुह जी भक्त नुह जी माने पापी दुराचारी व्यक्ति माने केवल इंद्रिय तृप्ति लगी से माने भगवान कथा केवे शुणिबेनी से माने कौन करेंगे तांकर मन अलग आड़े पलैब इे भगवान कथा चली किंतु से मन रे कौन से मन रे इंद्रिय माने अलग कौटी गोटे होती किए कौन भावुची मु कौटी माने केमिति कौटी एंजॉय करी ना कौन गोटे मोर काम रही यही टाइप जिनस गुड़ा कर्मी लोक मान विचार रे रोची तापरे किंतु जो माने भक्त माने कौन तांकर इंद्रिय माने कौन से माने होचंती तांकर बसरे रहिचंती भगवान कथा शुणिकी से माने बहुत खुशी होचंती अच्छा जो आपण गोटे निजे भावंतु ये जो भक्ति आपण करूचंती श्रवण कीर्तन ये सब जो आपण करूचंती एटा न करिगिरी जदि आपण जीवन रे आपण बहुत पैसा आपण इनकम करथांते बहुत धनी होता बा कौन गोटे आपंकर बहुत ऐश्वर्य होता आपण माने कोन आनंदित हेई पारि थांती कि आपण एबे जो जेते मात्रा रे आनंदित अछंती निज जीवन रे जदि कृष्ण भक्ति न थांता जीवनटा कौन होता आपण माने कि एमिति भाबुचंती कि हां फिर आमे कृष्ण भक्ति न कला आगुरु भी आमे खुशी रे थिलु मोर तो जहा नाଇଁ माने प्रभु जी ଆମେ ଆମେ କୃଷ୍ଣ ଭକ୍ତି କଲାଠୁ ହିଁ ଆମକୁ ନିଜକୁ ହାପିନେସ ଲାଗୁଛି ଆମକୁ କୌଣସି ଇଚ୍ଛା ନାହିଁ इंद्रिय में मु तो जेते अनुभव करी माने भक्ति छड़ा माने ये भक्ति रे जेते टिके सुख मिलुची जो टाइम पर्यंत देखिबे आपण एई भागवत गीता ए सब पढुचंती कोनोसी कहार गोटे कथा शुणुचंती ग्रंथ अध्ययन करुचंती सेई समयटा सुख सेईटा छाड़ी देले मु गोटे काली गोटे प्रवचन रे शुणीतली आम जीवनटा कौन पाई रक्षा हेकरी अछि जानिचंती ए भगवान नाम पाइका आम जीवन रक्षा हेकरी अछि जो दिन आपण ना छाड़ी दियंतु आपनकर अवस्था पूरा डेंजर स्तर को पळेइबो भगवान खाली रक्षा आपण जदि माने रक्षा पाइबे भगवान ना जदि धरुचंती एटा मु माने काली हळदर महाराज कर सुनुतिली ना आउ जण काहंग सुनुतिली सेटा से माने कहूतिली प्रभु जनक हमको रक्षा करिसंती भगवान कर नाम गुण कीर्तन एटा छाड़ी दियंतु किछि दिन भितरे लाइफ टा पूरा नरक हो जिवो तापरे देखंतु आउ गोटे कथा ए श्लोक रे आपण नोटिस करंतु आपण लक्ष्य करंतु जे एई जो विश्व रूपटा एटा तो देवता माने खाली माने देखी नाहंती असुर माने भी देखिचंती तार अर्थ भगवान केते कृपालु जे ए विश्व रूप देखिबा पई तो कम आगुरु आमे पढिले कि एटा बहुत भाग्य दरकार किंतु असुर माने भी एथिरे देखिचंती जदि असुर न देखिथिले से माने भीतस्तर तो काई हेइतांते तो एथुरु आपण जानि परिबे जे खाली अर्जुन ए विश्व रूप देखि नाहंती केते जण देखिचंती ए पृथ्वी पृष्ठ रे लोक माने देखिचंती जो माने अधिकारी व्यक्ति अलगा अलगा लोक रे भी सब माने सिद्ध ऋषि मुनि देवता राक्षस ए माने सब देखिचंती अच्छा मोर आउ गोटे प्रश्न आपण मानक पाखरे अछि
ଯେ ଆପଣଙ୍କୁ କିଏ ପ୍ରେମ କରିବ ସେଟା ଆପଣଙ୍କର ହାତରେ ଅଛି କି? ଆମ ହାତରେ ନାହିଁ ପ୍ରଭୁ। ନାଇଁ ନାଇଁ ପ୍ରଭୁ। ହରେ ଯଶୋମୟୀ କୃଷ୍ଣ ଜାହ୍ନବୀ ପ୍ରଭୁଜୀ ମାତାଜୀ, ପ୍ରଭୁଜୀ କଣ ପଚାରିଲେ? ହରେ କୃଷ୍ଣ ଆଉଥରେ। ଆପଣଙ୍କୁ କିଏ ପ୍ରେମ କରିବ କି ନ କରିବ ସେଟା ଆପଣଙ୍କ ହାତରେ ଅଛି କି? ନା ନା ପ୍ରଭୁ। ବାବୁଜୀ 50-50 ବାବୁଜୀ 50-50। ଆପଣ ତାହେଲେ ଆପଣଙ୍କ ପାଖରେ ସେମିତି ଶକ୍ତି ଅଛି 50% ଶକ୍ତି, ଯେମିତି ଆପଣ ଜଣଙ୍କର ମନକୁ ଚେଞ୍ଜ କରିଦେବେ, ସେ ଆପଣଙ୍କୁ ପ୍ରେମ କରିଦବ। ନା ନାଇଁ ଆମର ଯଦି ଉତ୍ତମ ବ୍ୟବହାର ରହିବ ତାହେଲେ ସିଏ ଅନ୍ୟ ଜଣେ ଆମକୁ ପାରିପାରେ। ବହୁତ ଲୋକ ଏମିତି ଅଛନ୍ତି, ଆପଣ ବହୁତ ଭଲ ହେଇଥିବେ, ବହୁତ ଭଲ ବ୍ୟବହାର ଦେଖୁଥିବେ, ତଥାପି ସେ ଆପଣଙ୍କର କ୍ଷତି ଚାହୁଁଥିବ। କଣ ନାହାନ୍ତି ସେମିତି ଲୋକ? ଖାଲି ଭଲ ବ୍ୟବହାର ହେଇଗଲେ ଯେ ଆପଣଙ୍କୁ ସମସ୍ତେ ଭଲ ପାଇବେ ସେମିତି ନୁହଁ। ବହୁତ ଲୋକ ଅଛନ୍ତି ବେଶୀ ଗୋଟେ ଭଲ, ଇଏ ଗୋଟେ ଭଲ ଭଲ କଣ ସବୁ ଏଇଟା ହଉଛି, ପୁଣି ଆପଣଙ୍କୁ ରାଗିବେ, ଆପଣ କିଛି ତାଙ୍କୁ କିଛି ଚେଞ୍ଜ କରିପାରିବେନି। ମୋର ପ୍ରଶ୍ନ ପଚାରିବାର ଏଇଟା ମାନେ କାରଣ ହେଲା, ଆର ମାନେ ଉତ୍ତର ହେଲା ଯେ ଆମ ହାତରେ ଏଇଟା ନାହିଁ। ଆମକୁ କିଏ ଭଲ ପାଇବ କି ନ ପାଇବ ସେଟା ଆମ ହାତରେ ନାହିଁ, କିନ୍ତୁ ଭଗବାନଙ୍କୁ କିଏ ଭଲ ପାଇବ, ଭଗବାନଙ୍କୁ କିଏ ପ୍ରେମ ବହୁତ କରିବ ଆଉ କିଏ ନ କରିବ ସେଟା ଭଗବାନଙ୍କର ହାତରେ ଅଛି। ଜଣେ ଜବରଦସ୍ତି ଭଗବାନଙ୍କୁ ଭଲ ପାଇ ଯାଇ ପାରିବ ନାହିଁ, ଯେ ପର୍ଯ୍ୟନ୍ତ ଭଗବାନ ଚାହିଁବେ ନାହିଁ। ସେ ହୃଷିକେଶ ସବୁ ଇନ୍ଦ୍ରିୟ ମାନଙ୍କର ସ୍ଵାମୀ ଅଟନ୍ତି। ଭଗବାନ ନ ଚାହିଁଲେ ଆମେ ତାଙ୍କର ଭକ୍ତି କରିପାରିବା ନାହିଁ। ଆଚ୍ଛା, ଆପଣ କଣ ଏମିତି କେତେ ଜଣ ଥିଲେ ଯେତେବେଳେ ପର୍ଯ୍ୟନ୍ତ ଆପଣ ଭକ୍ତି ନ ଜାଣିଥିଲେ, କୌଣସି ଗୋଟେ ସାଧୁ ଆପଣଙ୍କୁ ଇସ୍କନ ବାଲା ଆସିକିରି ଆପଣଙ୍କୁ ନ ବତେଇଛନ୍ତି ସେତେବେଳେ, କିମ୍ବା ଆପଣଙ୍କର ପୂର୍ବ ଜନ୍ମର କିଛି ଭକ୍ତିର ସ୍ୱୀକୃତି ନଥିଲା, ତ କଣ ଆପଣ ନିଜେ ମନ ମନ ଭକ୍ତି ଲାଗୁଥିଲା କି? ମନ ଲାଗୁଥିଲା? ସେ ସମୟରେ ଆମର ବିଲକୁଲ ମନ ଲାଗୁନଥିଲା। ଭଗବାନଙ୍କର କଥା କହିଲେ ହଁ ଠିକ ଅଛି ଏମିତି ଆମେ ଭାବୁଥିଲେ, କିନ୍ତୁ ଯେତେବେଳେ ସାଧୁଙ୍କ କୃପା ହେଲା, ଆମେ କିଛି ଭଗବାନଙ୍କ ବିଷୟରେ ଶ୍ରବଣ କଲେ, ସେତେବେଳେ କଣ ହେଲା, ଭଗବାନ ଇଚ୍ଛା କଲେ କି ଆମେ ତାଙ୍କର ଭକ୍ତି କରିବା। ସ୍ୱତଃ କେବେ ବି ଭକ୍ତି ହେବ ନାହିଁ। ଏଇଟା ପ୍ରହ୍ଲାଦ ମହାରାଜଙ୍କ ସ୍ତୁତିରେ, ଏଇଟା ପ୍ରହ୍ଲାଦ ମହାରାଜ କହିଛନ୍ତି। ଜଣଙ୍କର ମନ ଜବରଦସ୍ତି ଭଗବାନଙ୍କ ଠାରେ ଲାଗିପାରିବ ନାହିଁ। ଆମେ କାହାକୁ ବି ଜୋର ଜବରଦସ୍ତି କରିକିରି ଭକ୍ତି କରେଇ ପାରିବା ନାହିଁ। ଏଥିପାଇଁ ବହୁତ ସ୍ୱୀକୃତି ଦରକାର, ବହୁତ ଭାଗ୍ୟ ଦରକାର ଏଥିପାଇଁ। ଏଇ ଅଜ୍ଞାତ ସ୍ୱୀକୃତି ଜନ୍ମ ଜନ୍ମ ଧରିକିରି ମାନେ ସଞ୍ଚୟ ହୁଏ। ସେଥିରୁ ପୁଣି କେତେବେଳେ ଆପଣଙ୍କର ଗୋଟେ କେତେବେଳେ ଯଦି ଭାଗ୍ୟ ଥିବ, ସାଧୁ ସଙ୍ଗଟେ ହେଇଯିବ, ଭଗବାନଙ୍କର କଥା ଟିକେ ଶ୍ରବଣ ହେଇଯିବ, ସେତେବେଳେ ମାନେ ଆପଣ ଭଗବାନଙ୍କର ଭକ୍ତି କରିପାରିବେ। ତ ଏଇଥିରେ ଏଇଟା କହିବାର ପ୍ରସଙ୍ଗ ହେଲା ଏଇ ଶ୍ଲୋକରେ, କାହିଁକି କହିଲି ଏଇ ଶ୍ଲୋକରେ ଏଇ କଥାଟା, ଯେ ଭଗବାନ ଭକ୍ତକୁ ଭକ୍ତି ମାର୍ଗରେ ଯିବା ପାଇଁ ବାରମ୍ବାର ସୁଯୋଗ ପ୍ରଦାନ କରନ୍ତି, ଆଉ ରାକ୍ଷସ ମାନଙ୍କୁ, ଦୁଷ୍ଟ ମାନଙ୍କୁ ଭୁଲେଇ ଦିଅନ୍ତି। ଏଇ ଯୋଉ ରାକ୍ଷସ ମାନେ, ଏମାନେ ଯୋଉ ଭୀତସ୍ୱତ ହେଇକିରି ଦୌଡିକିରି ପଳେଇ ଯାଉଛନ୍ତି, ମାନେ ତାଙ୍କର ସ୍ୱୀକୃତି ହିଁ ନାହିଁ ଯେ ସେମାନେ ଭଗବାନଙ୍କର ସେ ବିଶ୍ଵରୂପ ଦେଖିଦେଲେ କଣ ହବ, ତାଙ୍କର ସ୍ୱୀକୃତି ବିଲକୁଲ ନାହିଁ। ଭଗବାନ ହିଁ ଚାହିଁବେନି, ତାଙ୍କର ଭଗବାନଙ୍କର ମାୟା ଶକ୍ତି ତାଙ୍କର ଜ୍ଞାନ ଅପ୍ରଭୁତ କରିଦବ ରାକ୍ଷସ ମାନଙ୍କର। ଆଉ ଏଠାରେ କୁହାଯାଉଛି ଯେ ମହାଭାରତ ଯୁଦ୍ଧ ଟାଇମରେ ଏଇଟା କଣ, ସବୁ ଦେବତା ମାନେ, ସିଦ୍ଧ ଗଣ ସବୁ ଏଇଟା ମାନେ ମାନେ ମହାକାଶରେ ଏଇଟା ସବୁ ଦେଖୁଥିଲେ। କାହିଁକି ଦେଖୁଥିଲେ ସେମାନେ? ଯୁଦ୍ଧ କେତେ କଣ ହଉଛି ପୃଥିବୀ ପୃଷ୍ଠରେ, କଣ ଦେବତା ମାନେ ସବୁ ଯୁଦ୍ଧକୁ ଦେଖୁଛନ୍ତି କି? ଏଇ ମହାଭାରତ ଯୁଦ୍ଧକୁ କଣ ପାଇଁ ଦେଖୁଥିଲେ? ଆପଣ ମାନେ ପ୍ରଶ୍ନର ଉତ୍ତର ଦିଅନ୍ତୁ। ଆପଣ ମାନେ ବାବୁଜୀ ଯୋଉମାନେ ସ୍ୱୟଂ ଦଉଛନ୍ତି ଭଗବାନ ସେମାନେ ଥିଲେ ବୋଧେ। କହିବେନି, ଅଲଗା ଅଲଗା ଜଣେ ବି କେତେ ଜଣଙ୍କୁ କହିବା ପାଇଁ ଯେ ଏଇଟା ଚାନ୍ସ ଦିଅନ୍ତୁ। ଆପଣ ତ ଠିକ ଅଛି କହୁଛନ୍ତି, କିନ୍ତୁ ଆଉ ବି କହନ୍ତୁ କଣ କଣ କାରଣ ହେଇପାରେ। ଶୁଣନ୍ତୁ, ଏଇଟା ଆପଣ ଉତ୍ତର ସଠିକ ଦେଲେ ବା ଭୁଲ ଦେଲେ, ଏଇଟା ତାର ମହତ୍ଵ କିଛି ନାହିଁ। ମୁଁ ଉତ୍ତର ଦିଅନ୍ତୁ ଏଥିପାଇଁ କହୁଛି କି ମୁଁ ଚାହୁଁଛି ଆପଣ ଟିକେ ପାର୍ଟିସିପେଟ କରନ୍ତୁ। କାହିଁ ପାର୍ଟିସିପେଟ କଲେ କଣ କି, କ୍ଲାସ ର ଗୋଟେ ବହୁତ ମାନେ ସମସ୍ତେ ପାର୍ଟିସିପେଟ କଲେ ଭଲ ଲାଗେ, ବୁଝିପାରିଲେ? ମୁଁ ସେଥିପାଇଁ କହୁଛି ଉତ୍ତର ଭୁଲ ଆଜ୍ଞା ଠିକ ସାଙ୍ଗରେ କଣ ଅଛି କହିଲେ? ଆମେ କେତେ ଜ୍ଞାନ ଆମ ପାଖରେ ଅଛି ଆମେ ସବୁ ଜିନିଷ ଜାଣିବା? ମୁଁ ବି କଣ ଜାଣିଛି, ମୁଁ ବି କେତେଟା ଜିନିଷ ପ୍ରିପେୟାର କରିକି ନୋଟ୍ କରିକି ଆପଣଙ୍କୁ କହୁଛି। ସେଥିପାଇଁ ଆପଣ ସମସ୍ତେ ଟିକେ ଟିକେ ପାର୍ଟିସିପେଟ କରନ୍ତୁ, ମୋର ଗୋଟେ ଏଇଟା ଆପଣଙ୍କର ରିକ୍ୱେଷ୍ଟ ଆପଣଙ୍କୁ। ଏବେ ଶ୍ରୋତା ଆପଣ ବକ୍ତା। ଯୋଉମାନେ ଆପଣ ଉତ୍ତର ଦେଉଛନ୍ତି ସେମାନେ ନ କହିକିରି ଆଉ କହନ୍ତୁ, ବୁଝିପାରିଲେ? ଯେମିତି ଆମର ଏବେ କହନ୍ତୁ, ଆପଣ ଯଶୋମୟୀ ଜାହ୍ନବୀ ମାତାଜୀ କହନ୍ତୁ।
ପ୍ରଶ୍ନଟା କଣ ପଚାରିଲି କି? ଦେବତା ମାନେ କାହିଁକି ସେ ମହାଭାରତ ଯୁଦ୍ଧ ଦେଖୁଥିଲେ? ଆଁ କଣ କହିଲେ? ଦେବତା ମାନେ ବା ଲୋକ ସବୁ ଲୋକର ଦେବତା ମାନେ ଅଧିବାସ କାହିଁକି କାହିଁକି? ଯୁଦ୍ଧ ଦେଖୁଥିଲେ, ଏଇ ଯୁଦ୍ଧ ସବୁ ଯୁଦ୍ଧ ଦେଖୁଥିଲେ? ଯୁଦ୍ଧକୁ ଦେବତା ମାନେ ସିଦ୍ଧ ମାନେ ଦେଖିବା ପାଇଁ କାହିଁକି ଆଗ୍ରହୀ ଥିଲେ? କୃଷ୍ଣ ନିଷ୍ଠା ମାତାଜୀ ଆପଣ କୁହନ୍ତୁ। ମମତା ମାତାଜୀ ଆପଣ କୁହନ୍ତୁ। ଆଜ୍ଞା ପ୍ରଭୁ ଧନ୍ୟବାଦ ପ୍ରଣାମ। ଧନ୍ୟବାଦ ପ୍ରଣାମ ମାତାଜୀ। ଭଗବାନ ହଉଛନ୍ତି ସମସ୍ତଙ୍କ ଠାରୁ ଉପରେ ନା, ତେଣୁ ସେମାନେ ହଉଛନ୍ତି ତାଙ୍କର ସବୁ ପାର୍ଷଦ, ତେଣୁ ହୁଁ। ତାଙ୍କର ବି ଦେଖିବାକୁ ଇଚ୍ଛା ହଉଥିଲା କି ଭଗବାନ କଣ କରୁଛନ୍ତି। ବହୁତ ବହୁତ ସୁନ୍ଦର ମାତାଜୀ। ଭଗବାନ ଶ୍ରୀକୃଷ୍ଣ ସେ ଜାଗାରେ ଉପସ୍ଥିତ ଥିଲେ, ସେଥିପାଇଁ ସେ ଯୁଦ୍ଧର ମହାତ୍ମ ଅଛି। ଯୁଦ୍ଧ କେତେ ହଉଛି କିନ୍ତୁ କାହିଁକି ସବୁ ସିଦ୍ଧ ଗଣ ଏଇଟା ସବୁ କାହିଁକି ଭଗବାନ ସେ ଶ୍ରୀକୃଷ୍ଣ ସେ ଜାଗାରେ ଉପସ୍ଥିତ ଅଛନ୍ତି। ତ ଏଇଥିରେ ଆମେ ଗୋଟେ କଥା ଜାଣିବା, ଯୋଉମାନେ ଆପଣ ମାନେ ଭକ୍ତି କରୁଛନ୍ତି, ଭଗବାନ ଶ୍ରୀକୃଷ୍ଣଙ୍କର ଭକ୍ତି କରୁଛନ୍ତି, ସବୁ ଦେବତା ସିଦ୍ଧ ଗଣ ଆପଣଙ୍କର ସାହାଯ୍ୟରେ ସବୁବେଳେ ଛିଡା ହେଇଛନ୍ତି। ଆପଣ ଭାବନ୍ତୁନି ଯେ ମାନେ ଦେବତା ଗଣ ଆପଣଙ୍କର ସାହାଯ୍ୟରେ ମାନେ ଛିଡା ହେଇନାହାନ୍ତି ବୋଲି। କେମିତି ନା, ଆପଣ କୌଣସି ଜ୍ୟୋତିଷ ପାଖକୁ ଯିବାକୁ ଦରକାର ନାହିଁ। ଆପଣଙ୍କର ଜାତକ ଦେଖେଇବାର ଦରକାର ନାହିଁ। ଆପଣଙ୍କର ଜାତକ ଆପଣ ଦେଖିବେ, ସେଥିରେ ଜ୍ୟୋତିଷ ଆପଣ ଯାହା କହିବ ସେଇଟା କିଛି କାମ କରିବନି। କାହିଁକି? ଆପଣଙ୍କର ଜାତକ କିଏ କଣ୍ଟ୍ରୋଲ କରୁଛନ୍ତି? ଭଗବାନ କଣ୍ଟ୍ରୋଲ କରୁଛନ୍ତି। ଜ୍ୟୋତିଷ କହିବ ଆପଣ ପାଇଯିବେ, ବହୁତ ଧନ ପ୍ରାପ୍ତି ହବ ଆପଣଙ୍କର 10 ଦିନ ଭିତରେ, ଆପଣଙ୍କର ଲସ୍ ହେଇଯିବ। କାହିଁକି? ସେ ଧନଟା ଯଦି ପାଇଥିଲେ ଆପଣଙ୍କର ଭକ୍ତିରେ କିଛି ଅସୁବିଧା ହବନି, ସେ ଭଗବାନ ସେଇଟା ଧନଟା ଦେବେ। ସେ ଗ୍ରହ ଯାଇକିରି ପଚାରିବେ କି ଭଗବାନ ଏଇଟା ଏଇ ଆପଣଙ୍କର ଭକ୍ତକୁ ଟିକେ ଦଣ୍ଡ ଏବେ ତାର ଭାଗ୍ୟରେ ଅଛି, ଟିକେ ଦଣ୍ଡ ଦେବି କି? ଟିକେ ତାଙ୍କର ମାନେ ଏବେ ଧନ ପ୍ରାପ୍ତି ଅଛି, ଦେବି କି? ଭଗବାନ ତାପରେ କହିବେ ହଉ ଠିକ ଅଛି। ଯେ ପର୍ଯ୍ୟନ୍ତ ଭଗବାନ ମାନେ ସାଙ୍ଗସନ ନ କରିବେ କିଛି ହବ ନାହିଁ। ଗୋଟେ ବୃନ୍ଦାବନର ଜଣେ ସାଧୁ ତାଙ୍କର ପ୍ରବଚନରେ ଥରେ କହୁଥିଲେ, ଏଇ ଯୋଉ ଭଗବାନଙ୍କର ଭକ୍ତ ମାନେ ଅଛନ୍ତି ନା, ସେମାନେ ବି ଭକ୍ତି କରି ସାରିଲା ପରେ ବି କିଛି ପାପ କରୁଛନ୍ତି। ତାଙ୍କ ହାତରୁ ଯଦି କିଛି ଗୋଟେ ବଡ ପାପ ହେଇଗଲା, ସେଇଟାକୁ ଆଉ ମାନେ ଯମରାଜ ଆଉ ସେଇଟାକୁ ମାନେ ସେ ଫଳ ଦଉନାହାନ୍ତି। ତାଙ୍କ ପାଇଁ ସବୁ କୋର୍ଟ ଅଲଗା। ଭକ୍ତ ମାନଙ୍କ ପାଇଁ ଭଗବାନ ସେମାନଙ୍କର କଥା ବୁଝିବେ। ଭଗବାନ ସେମାନଙ୍କୁ ଯଦି ଦେଖିବେ, ଯଦି ମାନେ ତାଙ୍କୁ ଦଣ୍ଡ ଦେଇକରି କେମିତି କରାହବ, ନା କ୍ଷମା କରାହବ, ନା କମ ଦଣ୍ଡ ଦେଇକରି ଦିଆହବ, ସେଇଟା ଭଗବାନ ବୁଝିବେ। ତ ଭକ୍ତିର ଏଇଟା ମାହାତ୍ମ। କନକ୍ଲୁଜନ ଯଦି ନେବା, ଆମେ ଶ୍ଲୋକ 35-36 ଯୋଉ ଆମେ ପାଠ କଲେ, କନକ୍ଲୁଜନ ହେଲା କି ଶ୍ରବଣ କୀର୍ତ୍ତନ ଯଦି ଆମେ ରତ ଅଛୁ, ଭକ୍ତିରେ ଯଦି ଆମେ ରତ ଅଛୁ, ଭଗବାନଙ୍କର ଦିବ୍ୟ ନାମ ଯେତେବେଳେ ଆମେ ମାନେ ଆମ ଜିଭାରେ ଆମେ ସବୁବେଳେ ଆମେ ଦିବ୍ୟ ନାମ ଗାନ କରୁଛୁ, ସେଥିରେ କଣ ହବ? ଆମେ ସବୁ ପ୍ରକାର ଆମର ସବୁ ମଙ୍ଗଳ ହେଇଯିବ। ଆମ ଭଗବାନଙ୍କ ପ୍ରତି ଆମର ଆସକ୍ତି ବଢିବ, ଯୋଉଟା କି ଆମର ପରମ ଲକ୍ଷ୍ୟ, ଯୋଉଟା ଭଗବତ ପ୍ରାପ୍ତି, ସେଇ ଦିଗକୁ ଆମେ ଗତି କରିପାରିବା। ଏଇଟା ଥିଲା ଆମର ଶ୍ଲୋକ ନମ୍ବର 36। ଏବେ ଶ୍ଲୋକ ନମ୍ବର 37 ପାଠ କରନ୍ତୁ। ସବୁରା ଆପ୍ଲାଏ ମାନେ କନିଷ୍ଠ ଭକ୍ତ ନା ମଧ୍ୟମ ଭକ୍ତ କି ବରିଷ୍ଠ ଭକ୍ତ ସମସ୍ତଙ୍କ ପାଇଁ apply? ପ୍ରଭୁଜୀ, ଭକ୍ତର କନିଷ୍ଠ, ମଧ୍ୟମ ଆଉ ଶୁଦ୍ଧ ଭକ୍ତ ମାନେ ଏଇଟା କୁହାଯାଇଛି, କିନ୍ତୁ ଭକ୍ତ ତ ଭକ୍ତ। ଭକ୍ତ ଆପଣ ହେଇଗଲେ, ଆପଣ କନିଷ୍ଠ ହେଇଥାନ୍ତୁ, ମଧ୍ୟମ ହେଇଥାନ୍ତୁ, ବା ଉନ୍ନତ ହେଇଥାନ୍ତୁ, ସେଇଥିରେ ନାହିଁ। ଆପଣ ଭକ୍ତ ହେଇଗଲା ମାତ୍ରକେ, ଯେମିତି ଆମେ ମାନେ ଗୋଟେ କାଲି ଗତ କ୍ଲାସରେ ନା ତା ଗତ କ୍ଲାସରେ ଦାୟ ଭାଗ ବୋଲି ଗୋଟେ ଶବ୍ଦ ଆମେ ସେ ଟାଇମରେ ଆମେ ଆଲୋଚନା କରିଥିଲେ। ଦାୟ ଭାଗ ମାନେ କଣ? ଆପଣ କନିଷ୍ଠ ଭକ୍ତ ନା ମଧ୍ୟମ ଭକ୍ତ ନା ଉତ୍ତମ ଭକ୍ତ ସେଇଟା ପର କଥା, କିନ୍ତୁ ଆପଣ ଭକ୍ତିରେ ଲାଗି ରହିଲେ, ତାହେଲେ ଦାୟ ଭାଗ ମାନେ ହଉଛି ପିତାର ସମ୍ପତ୍ତି। ପୁତ୍ରଟି ଗୋଟେ ଘରେ ଜନ୍ମ ହେଲା, ଜନ୍ମ ହେଲା ମାତ୍ରେ ପିତାର ସମ୍ପତ୍ତିର ସେ ଅଧିକାରୀ ହେଇଗଲା। ସେଥିପାଇଁ ଆଉ ପୁତ୍ରକୁ ଯାଇକରି କଣ ତାକୁ ଆଉ କିଛି କରିବାକୁ ପଡିବନି। ତା ମାନେ ସେ ଜନ୍ମ ହେଇଛି ସେ ଘରେ, ମାନେ ସେ ଘରର ସବୁ ସୁଖ ସୁବିଧା, ସବୁ ତାର ପିତାଙ୍କର ସବୁ ସମ୍ପତ୍ତିକୁ ସେ ନିଶ୍ଚୟ ତାର ହେଇଗଲା। ସେଇଭଳି ଆପଣ ଯଦି ଭକ୍ତ ହେଇଛନ୍ତି, ମାନେ ଆପଣ ସେଇଟା ହଉଛି ବହୁତ ବଡ କଥା। ସେଇଥିରେ ଆପଣ ଖାଲି ଲାଗିକି ରହିବା କଥା।
ଆପଣ ସବୁ କିଛି ପାଇଯିବେ। କନିଷ୍ଠ ଆମେ ତ ନିଜକୁ କହିପାରିବାନି ଆମେ କନିଷ୍ଠ ନା ମଧ୍ୟମ ନା ଉତ୍ତମ, ଆମେ ସବୁବେଳେ କନିଷ୍ଠଠୁ ବି ତଳ ନିଜକୁ ଭାବିବା। ଭକ୍ତ ନିଜକୁ ଆମେ ଭାବିବା ହିଁ କଥା ନୁହଁ, ଆମେ ସବୁବେଳେ ନିଜକୁ କନିଷ୍ଠଠୁ ତଳ ଭାବିବା, ଆଉ ବାକି ସମସ୍ତଙ୍କୁ ବରିଷ୍ଠ ଭାବିବା। ଏଇଟା ହଉଛି ନିୟମ। କିନ୍ତୁ ଆମେ ଲାଗିକି ରହିଥିବା ବୈଷ୍ଣବ ମାନଙ୍କ ସାଙ୍ଗରେ, ଆମେ ସବୁବେଳେ ବୈଷ୍ଣବ ମାନଙ୍କ ସାଙ୍ଗରେ ସଙ୍ଗ କରିବା, ସାଧୁ ସଙ୍ଗ କରିବା, ସବୁବେଳେ ନବଧା ଭକ୍ତି ଆଚରଣ କରିବା, ତାହେଲେ ଆମର ନିଶ୍ଚୟ ମଙ୍ଗଳ ହେବ, ଆମର ନିଶ୍ଚୟ ଭଗବତ ପ୍ରାପ୍ତି ହେବ, ଏଥିରେ କୌଣସି ସନ୍ଦେହ ନାହିଁ। ଏଇଟା ପଚାରୁଥିଲେ ତ ପ୍ରଦୀପ ପ୍ରଭୁ? ଆଜ୍ଞା। ଆଜ୍ଞା, ତ 37 ନମ୍ବର ପାଠ କରନ୍ତୁ। ଲୋକ 37। कस्मात् सेन नमेरत्महात्मन् गहिरसे ब्रह्मणो अपि दीक्षते अनन्तदेवेश जगन्निवास त्वमक्षरं सदत ଅତତ୍ପରଂ ଯତ୍। ଅନୁବାଦ, ହେ ମହାତ୍ମା, ଆପଣ ବ୍ରହ୍ମାଙ୍କ ଠାରୁ ଗରିୟାନ ଏବଂ ଆପଣ ଆଦି ପ୍ରଭୁ। ହେ ଅନନ୍ତ, ସେମାନେ କାହିଁକି ଆପଣଙ୍କୁ ନମସ୍କାର କରୁନାହାନ୍ତି? ହେ ଜଗନ୍ନିବାସ, ଆପଣ ସମସ୍ତଙ୍କର ଅଜେୟ ମୂଳ ଅଟନ୍ତି, ସର୍ବକାରଣ କାରଣ ଅଟନ୍ତି ଏବଂ ଆପଣ ଏହି ଭୌତିକ ପ୍ରକାଶର ବହୁ ଊର୍ଦ୍ଧ୍ୱରେ ଅବସ୍ଥିତ। ହରେ କୃଷ୍ଣ। ଧନ୍ୟବାଦ। ଏଠି ଏଠି କୁହାଗଲା କି ସେମାନେ କାହିଁକି ଆପଣଙ୍କୁ ନମସ୍କାର କରୁନାହାନ୍ତି? ଭଗବାନ ଅର୍ଜୁନ ଏଇଥିରେ ବିସ୍ମୟ ପ୍ରକାଶ କରିଛନ୍ତି। ହେ ଭଗବାନ, ଆପଣ ସମସ୍ତଙ୍କର ପୂଜ୍ୟ ଅଟନ୍ତି। ଆପଣ କଣ କଣ ବୋଲିକିରି ମାନେ ଏଇଟା କହିଛନ୍ତି? ହେ ଦେବେଶ, ହେ ଜଗନ୍ନିବାସ, ଦେବେଶ ମାନେ ସବୁ ଦେବତା ମାନଙ୍କର ଈଶ, ଯୋଉ ଆପଣ ସେଇ ଭଗବାନ ଯେ ବ୍ରହ୍ମା ସୃଷ୍ଟି କରିଛନ୍ତି। ଆପଣ ଅନନ୍ତ, ଯାହାର ଅନ୍ତ ନାହିଁ। ପ୍ରତ୍ୟେକ ଜିନିଷରେ ଆପଣଙ୍କର ଅନ୍ତ ନାହିଁ କୌଣସି ଜିନିଷ। ଭଗବାନଙ୍କ ନାମ, ରୂପ, ଲୀଳା, ଗୁଣ, ଧାମ, ପରିକର, ଏଇ କୌଣସି ଜିନିଷରେ ଭଗବାନଙ୍କର ଅନ୍ତ ନାହିଁ। ଆପଣ ଅକ୍ଷର, ଏଠି ଭଗବାନଙ୍କୁ ଅକ୍ଷର ବୋଲିକିରି କୁହାଯାଇଛି, ମାନେ ଏ ସୃଷ୍ଟି ଧ୍ୱଂସ ହେଲେ ବି ଆପଣ କେବେ ଧ୍ୱଂସ ହେବେ ନାହିଁ। ଏଇଠି ଦିଟା ଜିନିଷ କୁହାହବ, ଅକ୍ଷର ଜୀବକୁ ବି କୁହାଯାଇଛି, ଏଇଠି ଅକ୍ଷର ଭଗବାନଙ୍କୁ ବି କୁହାଯାଇଛି। ତାପରେ କଣ ଭଗବାନଙ୍କୁ ମହାତ୍ମା ବୋଲିକିରି ସମ୍ବୋଧନ କରାଯାଇଛି। ମହାତ୍ମା ଶବ୍ଦର ଅର୍ଥଟା କଣ? ମହାତ୍ମା ସିଏ ହେଇପାରିବ ଯେ ଉଦାର। महान। हरे कृष्ण प्रभु जी, धन्यवाद ଆଜ୍ଞା प्रणाम। ଆଜ୍ଞା महान आत्मा महात्मा ना प्रभु। ଆଜ୍ଞା ଆଜ୍ଞା, ମହାନ ଆତ୍ମା। କିନ୍ତୁ ଆମେ ମହାତ୍ମା ତ କାହାକୁ କହୁଛେ? ଆମେ ସମସ୍ତଙ୍କୁ ମହାତ୍ମା भगवान श्री କହିଦଉଛେ। ଦେଶର ଜାତୀୟ ପିତା ବି କହିଦଉଛେ, ମହାତ୍ମା ବି କହୁଛେ ସମସ୍ତେ। ମହାତ୍ମା କିଏ? ମହାତ୍ମାର ବ୍ୟାଖ୍ୟାଟା ଆପଣ ଶୁଣନ୍ତୁ। भगवान श्री ଏଠାରେ कृष्ण। ଭଗବାନଙ୍କୁ ଏବେ 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 ଦେଖନ୍ତୁ, ଭଗବାନଙ୍କୁ ଏଠାରେ ମହାତ୍ମା ବୋଲି ସମ୍ବୋଧନ କରାଯାଇଛି, କାରଣ ସେ ସମସ୍ତଙ୍କର ଶୁଭଚିନ୍ତକ ଅଟନ୍ତି, ସେ ଉଦାର ଅଟନ୍ତି, ସେ ପ୍ରତ୍ୟେକ ଜୀବର ସୁହୃଦ ଅଟନ୍ତି, ମାନେ ସମସ୍ତଙ୍କର ଉପକାର ଚାହୁଁଛନ୍ତି। ଆଚ୍ଛା, ଗୋଟେ କଥା ଦେଖନ୍ତୁ, ଆମେ ଆମେ ମାନେ କଣ ମହାତ୍ମା ପଦବାଚ୍ୟ ହେଇପାରିବା କି? ଆମର ଗୋଟେ ଜୀବନରେ ଆମର ଗୋଟେ ବ୍ରାକେଟ ଅଛି କି ନାଇଁ? ଏଇ ବ୍ରାକେଟ ଭିତରେ ଯେତେ ଲୋକ ଆସିବେ ସେତିକି ଲୋକର ଆମେ ଉପକାର କରିବା। ଆମର ପରିବାର ହେଇଥିବ ନା ଆମେ କୌଣସି ଯେତେ 5-10 ଲୋକଙ୍କୁ 15 ଲୋକଙ୍କୁ ଜାଣିଛୁ ସେମାନଙ୍କର ବିଷୟରେ ଆମେ କେବଳ ଭାବି ପାରିବା? ଆମେ ସମସ୍ତଙ୍କର ठीक। କଥା ଭାବି ପାରିବା କି? ना ना प्रभु। କିନ୍ତୁ ଶିଲ ପ୍ରଭୁପାଦ କେମିତି ଥିଲେ ଜାଣିଛନ୍ତି ଆପଣ? ଶିଲ ପ୍ରଭୁପାଦ ଏ जी- ଦୁନିଆରେ ଏତେ ଦୁଃଖ ପାଉଛନ୍ତି ଲୋକ, ସେ ଦୁଃଖ କଥା ଶୁଣିକି ଭଗବାନଙ୍କର ଆଡକୁ ଯାଇ ପାରୁନାହାନ୍ତି, ଏତେ ଦୁର୍ଲଭ ମଣିଷ ଜୀବନ ପାଇକିରି। ଏଇଟା ଯେତେବେଳେ ଭାବୁଥିଲେ ଶିଲ ପ୍ରଭୁପାଦଙ୍କୁ, ପ୍ରଭୁପାଦ ମହାରାଜଙ୍କୁ ତାଙ୍କୁ ନିଦ ହଉନଥିଲା ରାତିରେ। କେମିତି ମାନେ ମୁଁ ଭଗବାନଙ୍କ ପ୍ରଚାର କରିବି, କେମିତି ମାନେ ସାରା ପୃଥିବୀରେ ଏତେ କଷ୍ଟ ଜୀବ ପାଉଛନ୍ତି, କେମିତି ତାଙ୍କୁ ରକ୍ଷା କରିବି? 70 ବର୍ଷ ବୟସରେ ସେ ଯାଇଛନ୍ତି बहुत ଆମେରିକା ठीक। ଯାଇଛନ୍ତି। ଯୋଉଟା କି ଭାବନ୍ତୁ କେତେ ସୁଖର ଜିନିଷ କହିଲେ। ଆପଣ ବୃନ୍ଦାବନରେ ଯାଇକିରି ଲାଷ୍ଟ ଟାଇମ ଟା ଭଗବାନଙ୍କର ଚିନ୍ତନ କରିକିରି ନିଜର ରକ୍ଷା କରିବେ। ଶାସ୍ତ୍ର ବି ତ ମାନେ ଏଇଟାକୁ ସମର୍ଥନ କରୁଛି। କିନ୍ତୁ ओके। ବୃଦ୍ଧ କାଳରେ କିଏ ଯିବ? ଆମର ସେଥିପାଇଁ ଆମର କଣ ହବ? ଆମର ଗୌଡୀୟ ବୈଷ୍ଣବ ଧାରାଟା ପ୍ରଚାରର ଧାରା। ଆମେ ଖାଲି ନିଜର ମାନେ କେମିତି ଭଲ ହେଇଯିବ ସେଇ ଚେଷ୍ଟା କରୁନେ, କେମିତି ପ୍ରଚାର କରିକିରି ଅଲଗା ମାନଙ୍କୁ ବି କେମିତି ଆମେ ଭଗବାନଙ୍କ ପାଖକୁ ନେଇଯିବା। ଏଇ ଉଦାରତା ଯାହା ପାଖରେ ଅଛି ସେ ହଉଛି ମହାତ୍ମା। ଅର୍ଜୁନ ସେଥିପାଇଁ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି କି ହେ ଭଗବାନ,
ମାନେ ଏ ରାକ୍ଷସୀ ପ୍ରଭୃତିର ଲୋକମାନେ ଆପଣଙ୍କୁ କାହିଁକି ନମସ୍କାର କରୁନାହାନ୍ତି? ତାପରେ ଏଠି ଗୋଟେ ଶବ୍ଦ କୁହାଗଲା ସତ୍ ଅସତ୍। ସତ୍ ଅସତ୍ ର ଅର୍ଥ ହେଲା କାର୍ଯ୍ୟ ଆଉ କାରଣ। ସତ୍ ମାନେ ହେଉଛି କଣ? ଯୋଉଟା ଜୀବାତ୍ମାଟା ଶାଶ୍ୱତ ପରାଶକ୍ତି, ଆଉ ମାୟା ସୃଷ୍ଟିରେ ଯୋଉଟା ଜିନିଷ ଅସତ୍ ସେଇଟା ହଉଛି ଆମେ ଯୋଉଟା ଦେଖୁଛୁ ଆମ ସାମ୍ନାରେ ଯାହା ସବୁ ମାୟା ସୃଷ୍ଟିରେ ଯାହା ସବୁ ଦେଖୁଛୁ। ତ ଏଇ ସତ୍ ଅସତ୍ ଠୁ ଭଗବାନ ଆପଣ ଉର୍ଦ୍ଧ୍ୱରେ ଅଟନ୍ତି। ସେଥିପାଇଁ ସେଠି କଣ ବୋଲିକିରି ଶ୍ଲୋକଟା ଆପଣ ଦେଖନ୍ତୁ, ତତ୍ପରମ୍ କୁହାଗଲା। ମାନେ ସତ୍ ଅସତ୍ ଠୁ ଆପଣ ଶ୍ରେଷ୍ଠ ଅଟନ୍ତି। ଶ୍ଲୋକ ନମ୍ବର 37 ରେ କଣ ଲେଖା ହେଇଛି ଦେଖନ୍ତୁ। ପ୍ରଭୁ ଏଇ ଯୋଉ ଆପଣ ଯୋଉ କାର୍ଯ୍ୟ କାରଣ କହିଲେ, ହଁ ଏଥିରୁ ଏଇ ଯୋଉ ସତ୍ ଅସତ୍ ରୁ କାର୍ଯ୍ୟ କିଏ କାରଣ କିଏ? ଦେଖନ୍ତୁ, ଗୋଟେ ଫ୍ୟାନ୍ ଟେ ଆପଣ ସୁଇଚ୍ ଅନ୍ କଲେ, ଫ୍ୟାନ୍ ଟା ଯେତେବେଳେ ସୁଇଚ୍ ଅନ୍ କଲେ ତାର ଯେହେତୁ କରେଣ୍ଟ ଟା ଅଛି ସେଥିପାଇଁ ଫ୍ୟାନ୍ ଟା ଚାଲିଲା। ଆଜ୍ଞା କାର୍ଯ୍ୟଟା ହେଲା କେତେବେଳେ? ଯେତେବେଳେ କରେଣ୍ଟ ଟା ସେଇଠି ଅଛି। ଏଇଟା କୁହାଗଲା। ସତ୍ ଆଉ ଅସତ୍ ର ମାନେ ଯେ ପର୍ଯ୍ୟନ୍ତ ଜୀବ ଆଉ ଜୀବ ତତ୍ଵ ଭଗବତ ତତ୍ଵ ଯେ ପର୍ଯ୍ୟନ୍ତ ଏଇ ଶରୀରରେ ଅଛି, ଶରୀର ଟା ଚାଲୁଛି କି ନାଇଁ? ଆଜ୍ଞା ଜୀବ ଯଦି ନଥିବ ଆଉ ଭଗବାନଙ୍କ ତତ୍ଵ ଯଦି ନଥିବ, ଆତ୍ମା ପରମାତ୍ମା ଏ ଶରୀର ଭିତରେ ବିଦ୍ୟମାନ ଅଛନ୍ତି, ସେଇ କଥା କୁହାଯାଉଛି। ପ୍ରତ୍ୟେକ ଜିନିଷରେ ଯୋଉଟା ବି ଆପଣ ଦେଖୁଛନ୍ତି ପୃଥ୍ୱୀ ପୃଷ୍ଠରେ କାର୍ଯ୍ୟ ଆଉ କାରଣ ପାଇଁ ହଉଛି। ମାନେ ଗୋଟେ କାର୍ଯ୍ୟଟେ ହବ ଯଦି ସେ କାରଣରେ କୌଣସି ଜୀବ ତତ୍ଵ ଥିବ, ଭଗବାନଙ୍କର ତତ୍ଵ ଥିବ, ତାହେଲେ ହେଇପାରିବ। ଏଇ କଥା କୁହାଗଲା। ବୁଝିପାରିଲେ? ତାହେଲେ କାର୍ଯ୍ୟଟା ହଉଛି ଅସତ୍ ଆଉ କାରଣଟା ହଉଛି ସତ୍। ହଁ, କାରଣଟା ହଉଛି ହଁ, ହଉଛି କାର୍ଯ୍ୟ ହଉଛି ଫ୍ୟାନ ଆଉ କାରଣ ହଉଛି କରେଣ୍ଟ। ବାସ୍ 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 ବାସ୍, କାର୍ଯ୍ୟ ଆଉ କାରଣ। ଆଚ୍ଛା, ଅସତ୍ ଅସତ୍ ଆଉ ଗୋଟେ କେମିତି ଜାଣିବେ? ଅସତ୍ ବସ୍ତୁ ମାନେ କୋଉଟା କହିଲେ? ଅସତ୍ ବସ୍ତୁ ହେଲା ଯୋଉଟା ପରମାନେଣ୍ଟ ନୁହେଁ, ଯୋଉଟା ସତ୍ୟ, ସେଟା ଆଜି ବି ଅଛି, ଆଗରୁ ବି ଥିଲା, ଆଉ ଭବିଷ୍ୟତରେ ବି ରହିବ। ସେଇଟାକୁ ସତ୍ କୁହାହବ, ଅସତ୍ କୁହାହବ। ବୁଝିପାରିଲେ? ଏଇ କାର୍ଯ୍ୟ କାରଣ ସତ୍ ଅସତ୍ ଏଇ ଶବ୍ଦ ହିସାବରେ ଦେଖନ୍ତୁ ନାହିଁ। ଏଇ ଶବ୍ଦ ସତ୍ ଅସତ୍ ହେଲେ କାରଣ କାର୍ଯ୍ୟ ହେବା କଥା, ଏଇ କଥା ଆପଣ କହୁଛନ୍ତି କି ଭାଗବତ ପ୍ରଭୁ? ଓଲଟା ଆଜ୍ଞା ହେଇଯାଇଛି, ଏମିତି ଭାବୁଛନ୍ତି? ହଁ ଓଲଟା ଦେଖାଯାଉଛି। ହଁ ହଁ, ନାଇଁ ଆପଣ ଏଇ ହିସାବରେ ଭାବନ୍ତୁ, ସତ୍ ଆଉ ଅସତ୍। ସତ୍ ମାନେ ହଉଛି ସେ ଜୀବ ତତ୍ଵ ଆଉ ଭଗବତ ତତ୍ଵ। ଅସତ୍ ମାନେ ହଉଛି ଏଇ ଯୋଉ ଆମର ଅପରାଶକ୍ତି ଯୋଉଟା। ପରାଶକ୍ତି ଟା କଣ? ଭଗବାନଙ୍କର ପରାଶକ୍ତି ହେଲା ଜୀବ ତତ୍ଵଟା, ଆଉ ଅପରାଶକ୍ତି ଟା ମାୟା ସୃଷ୍ଟି ଆପଣଙ୍କୁ ଯାହା ଦେଖା ଯାଉଛି। ଆଉ ତାଠୁ ଶ୍ରେଷ୍ଠ ହରେ ହେଲେ କୃଷ୍ଣ ପ୍ରଭୁଜୀ। ତତ୍ପରମ୍। ଆଜ୍ଞା, କହନ୍ତୁ। ପରା ପ୍ରକୃତି ହଉଛି ଯୋଉଟା ଉଚ୍ଚତର ଶକ୍ତି ନା, ଯୋଉଟା ଜୀବ ବାସ୍, ଶକ୍ତି, ଉଚ୍ଚତର ଜୀବ ଶକ୍ତି ଯୋଉଟା। ତତ୍ଵଟା। କିନ୍ତୁ ଏଇ ଅପରାଟା ଉଚ୍ଚତର ଶକ୍ତି, ନିଚତର ଶକ୍ତି। ଉଚ୍ଚତର ଆଉ ନିଚତର ଆଜ୍ଞା। ଶକ୍ତିରୁ ଉର୍ଦ୍ଧ୍ୱରେ କୋଉ ଶକ୍ତିଟା ରହିଲା, ସେଇଟା ହଉଛନ୍ତି ଭଗବାନ। ଯୋଉଟା କି ଏଇ ଶ୍ଲୋକରେ କୁହାଗଲା ତତ୍ପରମ୍। ଏଇ ଶ୍ଲୋକରେ ଯାହା ଲେଖା ହେଇଛି ଯୋଉ ଶବ୍ଦ ଗୁଡା, ସେଇ ଶବ୍ଦ ଗୁଡାକୁ ଆପଣ ଲକ୍ଷ୍ୟ କରନ୍ତୁ ତ ଆପଣ ପୁରା ବୁଝିଯିବେ ଏ ଶ୍ଲୋକ କଣ କୁହାଯାଇଛି। ବୁଝିପାରିଲେ? ମୁଁ ପଢେଇଲା ବେଳେ ଆପଣ ଟିକେ ଟିକେ ଶବ୍ଦକୁ ବି ଦେଖୁଥାନ୍ତୁ। ତାପରେ ଏଠି କୁହାଯାଇଛି ଜଗନ୍ନିବାସ, ସମସ୍ତଙ୍କର ଆଶ୍ରୟ ସ୍ଥଳ ବା ଆଶ୍ରୟଦାତା। ବୁଝିପାରିଲେ? ଆଶ୍ରୟ ମାନେ କଣ? ମାନେ ଆଶ୍ରୟ ତ ଆପଣ ଦେଖନ୍ତୁ, ଏ ଘରଟା ବି ଆଶ୍ରୟ। ଆଶ୍ରୟଟା ପାଣି ପବନ, ଆପଣ ଯାହାବି ସବୁ ଆପଣଙ୍କର ଆଶ୍ରୟ ରେ ମିଳିଛି, ସବୁ ଜିନିଷ ମାନେ ଭଗବାନଙ୍କଠୁ ଆସୁଛି। ଯୋଉଠୁ ଆମେ ରହୁଛୁ, ଏ ପୃଥିବୀ ପୃଷ୍ଠ ଅନନ୍ତ କୋଟି ବ୍ରହ୍ମାଣ୍ଡ ଚିତ୍ ଅଚିତ୍ ଜଗତ ସବୁ କିଛି ଭଗବାନଙ୍କ ଠାରେ ଅଛି। ତେଣୁ ସେ ତାଙ୍କୁ କଣ କୁହାଯାଉଛି? ଜଗନ୍ନିବାସ କୁହାଯାଉଛି। ଭଗବାନ କେବେ ଆଜି ପର୍ଯ୍ୟନ୍ତ ଆମକୁ ବିଲ୍ ମାଗିଛନ୍ତି? କେତେ ପାଣି କେତେ ପବନ ଆମେ ୟୁଜ୍ କଲେଣି? କେବେ ଆଜି ପର୍ଯ୍ୟନ୍ତ ଆମକୁ ଯଦି ବିଲ୍ କଥା କୁହାଯିବ, ସୂର୍ଯ୍ୟ କିରଣର ପବନର ବିଲ୍, ତାହେଲେ ଆମେ କେତେବେଳେ ବି କରିପାରିନି। ସକାଳୁ ଉଠୁଛୁ, ଆମେ ଯୋଉ ଆଜି ବଞ୍ଚିକି ଉଠିଲେ ସକାଳୁ, ସେଇଟା ଭଗବାନଙ୍କ କୃପା। ଆଉ ଗୋଟେ ଦିନ ଆମକୁ ମିଳିଲା। ବହୁତ ଲୋକ ଅଛନ୍ତି କାଲି ରାତିରେ ଶୋଇଥିଲେ ଆଜି ଉଠି ପାରିନାହାନ୍ତି। ସେଇ ଜଗନ୍ନିବାସ ଭଗବାନଙ୍କର ଦୟାରୁ ଆମେ ଉଠି ପାରୁଛୁ। ଦେବେଶ, ସବୁ ଦେବତା ମାନଙ୍କର ନିୟନ୍ତ୍ରକ, ସବୁ ଦେବତା ମାନଙ୍କର ଈଶ ଭଗବାନ, ସେଥିପାଇଁ ଦେବେଶ କୁହାଯାଇଗଲା।
भगवान देवेश अटंती भगवान कृष्णकर भक्ति करुचंती माने आ कोनसी देवता मान को संतुष्ट करिवा पई अलगारे प्रचेष्टा करिया को पड़िबो नाही अक्षरम एठी कोन गोटे तो हला अक्षरम भगवान को कहा गला आ गोटे अर्थ होची ब्रह्म को कहा जाईची बा जीव को कहा जाईची जहार नाश हुए नाही बा क्षर हुए नाही से अक्षर अटे थरे भगवान थरे शिल प्रभुपाद को गोटे जने पचारले गोटे स्टूडेंट गोटे जने पचारले अच्छा गोटे स्टूडेंट तो नहीं से सांबादिक जने पचारले अच्छा प्रभुपाद ताहले आपनकर भगवान ताहले भगवान श्रीकृष्ण अटंती तो शिल प्रभुपाद कहले अरे मोर कौन भगवान श्रीकृष्ण अटंती समस्त भगवान श्रीकृष्ण अटंती एमिति कोनसी केही कोनसी लोक नहीं कोनसी धाम नहीं कोनसी जिंस नहीं कोनसी जगह नहीं जो भगवान श्रीकृष्ण माने तांकर भगवान नुहंती बहुत लोग कहती ना इस्कन वाला खाली से खाली भगवान श्रीकृष्ण को पूजा करछंती एमिति भाबंती से माने किंतु से माने बुझी पारन शास्त्र कोन कहिछि भगवान श्रीकृष्ण परम पुरुष भगवान तांकर हुए तो अलग रूप थई पारे आपन को से रूप प्रति निष्ठा हेले सेटा किछि असुविधा नै यादे रामचंद्रकर एबे देखंतु रामचंद्रकर जने निष्ठा करूछि तो से भी बहुत बढ़िया सेति में किछि माने मना नै किंतु जानिबा को पड़िबा जे भगवान श्रीकृष्ण को सेही भगवान श्रीकृष्णकर सब कोन के कोन बोली कहला केशव धृत मीन शरीर केशव धृत राम शरीर केशव धृत कल्की शरीर तो यही सबू कोठु आसी केशव उद्धृत माने भगवान कृष्ण को सब आसी एटा हमें बुझी परिवा कथा अक्षरम शब्द रे हमें एटा डिस्कस कले अच्छा जणे जदी कहबा नाइ मु भगवान श्रीकृष्णकर माया माने मु भक्ति करिवि नाही मोर इच्छा मु जन्म पाइछि मोर इच्छा मु भक्ति करिबे मोर समय नाही मु पैसा इनकम करिवि बा अलगा किछि काम करिवि ताले क्षतिटा कोन हो क्षतिटा एटा हबो मनीष जोनी आउ ताकू मिलिबो नै अधोगति हिजिबो तार आगे से जन्म आपण मरण चक्र रू पुणी ताको हां ए संसार फेरिकी आसे पड़िबो भगवान तो एते कृपाळु सब एमिति सब बेले माने आपण पाउथिबे बारंबार एई कष्ट जीवनटा मिलुथिबो जणे सेति में एइटा नै कि हम मोर इच्छा हेले करिवि न हेले नै एमती नै हमु भगवान कृष्णकर भक्ति करिया को पड़िबो श्लोक 38 पाठ करु हरे କରୁଛି। कृष्ण ଲୋକ ହରେ କୃଷ୍ଣ ପ୍ରଣାମ आगे ପ୍ରଣାମ पढु ପଢୁଛି प्रणाम ପ୍ରଭୁ ତୁମାର ଦେବ ପୁରୁଷ ସ୍ଫୁରଣ ତମସ ବିଶ୍ୱାସ ପରମ ନିଧାନ ବେଦଂ ଚ ପରମ ସଦାମ ତୋୟା ତତମ ଆପଣ ଆଦି ପୁରୁଷ ପରମେଶ୍ୱର ଆପଣ ଏ ଦୃଶ୍ୟ ଜଗତର ଏକମାତ୍ର ଶରଣ ସ୍ଥାନ ଅଟନ୍ତି ଆପଣ ସବୁ ଜାଣନ୍ତି ଏବଂ ଆପଣ ଏ ସମଗ୍ର ଦୃଶ୍ୟ ଜଗତ ଆପଣଙ୍କ ଦ୍ୱାରା ପରିବ୍ୟାପ୍ତ ହୋଇଅଛି ହରେ କୃଷ୍ଣ ପ୍ରଭୁ धन्यवाद मती तमादि देव पुराण पुरुष पुरुष पुराण तम आदि देव आपण आदि देव अटंती निधानम बोली कहा गला देखंतु निधान अर्थ कोन भगवान को परम निधान बोली कहा जाईची कारण से समस्त आश्रय स्थल अटंती निधान अर्थ होची से गोटे कथा को आउ थरे कहा जाईची एथिरे एपरे कि ब्रह्म ज्योतिर भी आश्रय भगवान अटंती ब्रह्मेति परमात्मेति भगवान इति मन्यते भगवान कर तीनोटी परम तत्व को आमे केमिति तीनटी हिसाब रे उपलब्धि करि परिबा ब्रह्म हिसाब रे उपलब्धि करि परिबा परमात्मा हिसाब रे भगवान हिसाब रे तो ए तीनिटीर आश्रय ब्रह्म और परमात्मा रो आश्रय ब्रह्मर आश्रय किए भगवान श्री कृष्ण बहुत लोग जानी न थांती कि ना नहीं आमे ब्रह्म उपासक खाली उपनिषद पाठ करिवु निर्गुण निर्विशेष ज्योति को आमे पूजा करिवु से ज्योति को जो तमे पूजा करजो तार आधारटा किए देखंतु भगवत गीता रे भगवान कहिसंती भागवतम रे कहिसंती भगवान ब्रह्मेति परमात्मा इति भगवान इति मन्यते तो आमे जानिबा कथा कि भगवान श्री कृष्ण कर पोजीशन टा कोन से समस्त आधार भगवान आदिदेव अटंती माने
ଯେତେ ବି ଦେବତା ଯେତେ ବି ସବୁ ଅଛନ୍ତି ସେ ଦେବତା ମାନଙ୍କର ପୂର୍ବରୁ ଭଗବାନ ଅଛନ୍ତି, ଭଗବାନ ଥିଲେ, ସୃଷ୍ଟିର ପୂର୍ବରୁ ବି ଭଗବାନ ଥିଲେ। ଆପଣ ସେଟା ଶୁଣିଥିବେ, करारविन्देन पदारविन्द मुखारविन्दे विनिवेव शयन्तम् वटस्य पत्रस्य पुटे शयानं बालमुकुन्दं मनसा स्मरामि। ମାନେ ଯେତେବେଳେ ପୃଥିବୀ ପୃଷ୍ଠ ନଥିଲା, ହେ ଭଗବାନ ଶ୍ରୀକୃଷ୍ଣ ଆପଣ ବଟ ପତ୍ରରେ ଶୋଇକି ରହିଥିଲେ। ଏଇଟା କାହାକୁ ଦର୍ଶନ ହେଇଥିଲା କହିଲେ? ଏଇ ଦୃଶ୍ୟଟା କିଏ ଦର୍ଶନ କରିଥିଲେ? ମାର୍କଣ୍ଡେୟ ଋଷି। ଆଁ? ବ୍ରହ୍ମା ନା ମାର୍କଣ୍ଡେୟ। ମାର୍କଣ୍ଡେୟ। ପ୍ରଦୀପ ପ୍ରଭୁ ଠିକ କହିଛନ୍ତି। ମାର୍କେଣ୍ଡ ମୁନି ଏଇଟା ଦର୍ଶନ କରିଥିଲେ। ମାର୍କେଣ୍ଡ ମୁନି ଇଚ୍ଛା କରିଥିଲେ ଯେ ମୁଁ ଆପଣଙ୍କର ମାୟାକୁ ଦେଖିବା ପାଇଁ ଚାହୁଁଛି। ସେତେବେଳେ ତାଙ୍କର ସେଇଥିରୁ କଣ ହେଲା, ଏ ସୃଷ୍ଟି ପ୍ରଳୟ ହେଇଗଲା ତାଙ୍କ ସାମ୍ନାରେ, ଆଉ ଜଳରେ ପ୍ରଳୟ ଜଳରେ ଭାସି 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 ଗଲେ। ଆଉ ସେଇ ଜାଗାରେ କଣ ଦେଖିଲେ? ଗୋଟେ ବଟ ପତ୍ରରେ ଗୋଟେ ଶିଶୁ ଜଣେ ମାନେ ଶିଶୁକୁ ଦେଖିବାକୁ ପାଇଲେ। ଭଗବାନ କୃଷ୍ଣ ବାଳ ମୁକୁନ୍ଦ ସେଇଠି ଶୋଇଛନ୍ତି, ଆଉ ଗୋଟେ ହାତରେ କଣ କରିଛନ୍ତି, ତାଙ୍କର ପାଦର ଅଙ୍ଗୁଷ୍ଠିକୁ, ମୂଳ ଅଙ୍ଗୁଷ୍ଠିକୁ ମୁହଁରେ ଚୋବଉଛନ୍ତି। ଏଇଟା ହଉଛି ଆପଣଙ୍କର ବାଳ ମୁକୁନ୍ଦାଷ୍ଟକମ୍। ତ ଏଇଟା କଣ ପାଇଁ ଆମେ ଏଥିରେ କହିଲେ ନା, ଭଗବାନ ଆଦି ଦେବ ଅଟନ୍ତି, ତାଙ୍କ ପୂର୍ବରୁ ଆଉ କେହି ନଥିଲେ, ସେ ସବୁ କାରଣର କାରଣ ଅଟନ୍ତି। ତାପରେ କୁହାହେଲା ବେତାସି ବେଦ୍ୟମ୍, ସଂସାରରେ ଯାହା କିଛି ଘଟୁଛି ସବୁ ଭଗବାନ ଜାଣନ୍ତି। ଭଗବାନ ଜ୍ଞାନର ଅନ୍ତ ବା ଶେଷ ସୀମା ଅଟନ୍ତି। ଭଗବାନ ଜାଣିଛନ୍ତି, ସବୁ ଜାଣିଛନ୍ତି। ଯେତେବେଳେ ଗୋଟେ ଜୀବଟେ ମନ୍ଦିର ଯାଉଛି, ଭଗବାନଙ୍କୁ ଯେତେବେଳେ ପ୍ରଣାମଟେ ଜଣାଉଛି, ଭଗବାନ ଜାଣୁଛନ୍ତି ଯେ ସେ ତାର ଅନ୍ତର ଭିତରେ ସେ କଣ ନେଇକି ମନ୍ଦିରକୁ ଆସିଛି, କଣ ଚାଲିଛି ତାର ଅନ୍ତର ଭିତରେ, ଏଇଟା ଭଗବାନ ଜାଣିଛନ୍ତି। ଆଉ ଭଗବାନଙ୍କୁ ଯିଏ ଜାଣିଯାଏ ସେ କଣ ଅମୃତତ୍ୱକୁ ପାଇଯାଏ। ବେତାସି ବେଦ୍ୟମ୍, ଭଗବାନ ଚିତ୍ ଜଗତର ମଧ୍ୟ କାରଣ ଅଟନ୍ତି। ସେ ତାପରେ କୁହାଗଲା ଚିତ୍ ଜଗତର ବି କାରଣ ଭଗବାନ। ଅନନ୍ତ ରୂପ ଭଗବାନ ଅଟନ୍ତି। ସମସ୍ତ ଦୃଶ୍ୟ ଜଗତ ଆପଣଙ୍କ ଦ୍ଵାରା ପରିବ୍ୟାପ୍ତ ହୋଇଛି। ଅନନ୍ତ ରୂପ ଏଇ ଶବ୍ଦଟା କଣ ମାନେ କହିଲେ ଆମ ଜୀବନରେ ଏଇଟା କୋଉ ହିସାବରେ ଏଇଟା ରିଲେଭେଣ୍ଟ? ଅନନ୍ତ ରୂପ ଭଗବାନଙ୍କୁ ଯୋଉ ଆମେ ଅନନ୍ତ ରୂପ ବୋଲି କହୁଛେ, ମୋର ପ୍ରଶ୍ନ ହେଲା ଏଇ ଅନନ୍ତ ରୂପ ଭଗବାନଙ୍କର ଏଇଟା ଆପଣଙ୍କ ଜୀବନରେ ଆପଣ କେମିତି ଏଇଟା ଉପଯୋଗ କରୁଛନ୍ତି ବା ଦେଖୁଛନ୍ତି ବା ଅନୁଭବ କରୁଛନ୍ତି, ଆପଣ ମତେ ମାନେ କହନ୍ତୁ। ହରେ କୃଷ୍ଣ ପ୍ରଭୁଜୀ। ଭଗବାନ ଜଳ ସ୍ଥଳ ସବୁରେ ହୁଁ। ଭଗବାନଙ୍କର ଉପସ୍ଥିତି ଅଛି, ସେଥିପାଇଁ ନା ପ୍ରଭୁ। ଆମେ ସେଟା ଅନୁଭବ କରୁଛୁ କି ମାତାଜୀ? ପ୍ରଥମ କଥା ହଉଛି ସେଇଟା। ଆମେ ତ ଜ୍ଞାନ ହିସାବରେ ଆମେ ଜାଣିଲେ କି ମାନେ ଯାହାର ଏଇଟା ସମଗ୍ର ସୃଷ୍ଟିରେ ଆମେ ଯାହାର ଯାହା କିଛି ଶେଷ ନାହିଁ, ଯାହାର ଆଜ୍ଞା, ଅନ୍ତ ନାହିଁ, ଯଦି ଭଗବାନ ଶେଷ ନଥାନ୍ତେ ନାହିଁ। ଆମେ ତ ଏସବୁ ପାଇ ପାରିନଥାନ୍ତେ ନା ପ୍ରଭୁ। ଆମେ ଯୋଉ ଯେତେ ପୂଜା ଲୋକ ଯୋଉ ଆଜ୍ଞା ଯୋଉ ଆମକୁ ଦଉଛନ୍ତି, ଆଲୋକ ବାୟୁ ଉତ୍ତାପ ଯାହାବି ଆମେ ଇଏ କରୁଛୁ, ଭଗବାନଙ୍କର ଉପସ୍ଥିତି ଯୋଗୁ ହିଁ ଆମେ ବଞ୍ଚିକି ରହିପାରୁଛେ। ମୁଁ ଭାବୁଛି ଏ ପ୍ରଭୁ ହରେ କୃଷ୍ଣ, ଭୁଲ ଥିଲି ନାଇଁ କ୍ଷମା ଠିକ କରିବେ। କହିଛନ୍ତି ଆପଣ। ଅନନ୍ତ ରୂପ ହେଲା ଭଗବାନ ଅନନ୍ତ ରୂପ ନେଇଯାଇଛନ୍ତି ନା, ଆଉ ଭଗବାନ ଏ ସମଗ୍ର ସୃଷ୍ଟି ଆମେ ଯାହା କିଛି ଦେଖୁଛୁ ତାହା ଭଗବାନଙ୍କର ଶକ୍ତି ଅଟେ। ଏଇ କଥା ଆମେ ଜାଣିବା କଥା। ମାନେ ଯୋଉ ଆମର କୃଷ୍ଣ କନସିୟସ ର ଓଡିଆ ଟା କଣ? କୃଷ୍ଣ ଚେତନଶୀଳ। ଆମର ଚେତନାରେ ଭଗବାନ କୃଷ୍ଣ, ଆମର ଦୃଷ୍ଟିରେ ଭଗବାନ କୃଷ୍ଣ ରହିବା କଥା। ତାଙ୍କର ଅନନ୍ତ ରୂପକୁ ଆମେ ଉପଲବ୍ଧି କରିପାରିବା କଥା। ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଆମେ ସମସ୍ତେ ଭଗବାନ କୃଷ୍ଣଙ୍କୁ ହିଁ ଖୋଜୁଛୁ। ଜଣେ ଭକ୍ତ ନହେଲେ କଣ ସେ ଭଗବାନ କୃଷ୍ଣଙ୍କୁ ଖୋଜୁନି? ନିଶ୍ଚୟ ଖୋଜିବ ପ୍ରଭୁ। ମତେ ମତେ ଇଚ୍ଛା ଲାଗିଲା ଗୋଟେ ଭଲ ମୁଭି ଦେଖିବା ପାଇଁ। ସେ ମୁଭିରେ ମତେ ଗୋଟେ ବହୁତ ହିରୋ ହିରୋଇନ ପୁରା ବଢିଆ ଲାଗିଲା, ଗୋଟେ ଭଲ ଷ୍ଟୋରି ଥିଲା। ଗୋଟେ ଆନନ୍ଦ ପ୍ରାପ୍ତି ପାଇଁ ଗଲି କି ନାଇଁ, ସେଠି ଯୋଉ ଆପଣ ପର୍ଦା ଦେଖିଲେ, ସେଇଠି ଆପଣ ପପକର୍ନ ଖାଇଲେ, ଯାହା କିଛି ଆପଣ ଦେଖୁଛନ୍ତି ସେ ସୃଷ୍ଟି ହଉଛି ସବୁ। ଆମେ ତ ଭକ୍ତ ଲୋକମାନେ ଆମେ ସେମିତି ଯିବାନି ମୁଭି ଦେଖିବା ପାଇଁ। ମୁଁ ଗୋଟେ ଉଦାହରଣ ଦେଲି। ଆପଣ ମାନେ କୋଉ ମାନେ ଗଲେଣି ନରସିଂହା ମୁଭି ଦେଖିବା ନରସିଂହା ପାଇଁ? କାଲି ମୁଁ ଯିବା କାଲି ପାଇଁ ବାହାରିଛୁ। ମୁଁ କାଲି ଯାଇଥିଲି। ହରେ କୃଷ୍ଣ ପ୍ରଭୁଜୀ, କାଲି ଯିବୁ କାଲି ଯିବୁ।
ଏତେ ବଢିଆ ମୁଭି ହେଇଛି ମାତାଜୀ, କଣ କହିବି, ମାନେ କାଲି ଆପଣ କାଲି ନିଶ୍ଚୟ ଆମେ ବି ଯାଆନ୍ତୁ। ଯାଇଥିଲୁ ପ୍ରଭୁ, କାଲି ଆମେ ବି ଯାଇଥିଲୁ। ଆମ ବଡ ଯାଇଥିଲେ, ଭଲ ମାତା, ଲାଗିଲା ଆପଣଙ୍କୁ? ହଁ ବଡ ମାତାଜୀ ଆମର ଯେ ନେଇକି ଯାଇଥିଲେ ସମସ୍ତଙ୍କୁ ଓହୋ। ବାଙ୍ଗଲୋର, ବାଙ୍ଗଲୋରରେ। ବଢିଆ, ମାନେ ଏତେ ବଢିଆ ମାନେ ସବୁ କୁହାହେଇଛି। ପ୍ରହ୍ଲାଦଙ୍କର ଯୋଉ ଡାଇଲଗ ଗୁଡା ସବୁ କହିଛନ୍ତି, ଆଉ ଏଇଟା କଣ ମାନେ ଏଇଥିରେ ଦେଖନ୍ତୁ ଆରମ୍ଭରେ ଶିଲ ପ୍ରଭୁପାଦଙ୍କର ନାଁ ନିଆ ହେଇଛି, ଆଉ ଏଇଟା ପୁରା ଶାସ୍ତ୍ର ହିସାବରେ ସବୁ ତିଆରି କରାହେଇଛି ମୁଭିଟା। ଆମେ ଯଦି ଏଇଟା ନ ଯାଇକି ଦେଖିବା ତାହେଲେ ଆମର କେମିତି, ମାନେ ସେ ଯିଏ ବନେଇଛନ୍ତି ଯୋଉ ଭକ୍ତଟା ମୁଭି, ସେ ତାଙ୍କର ସବୁ ପଇସା ଯେତେ ସବୁ ଜୀବନର ସବୁ ପଇସା ଏଥିରେ ମୁଭିରେ ଲାଗି ଯାଇଛି। ମାନେ ସେ ତାଙ୍କର ଗୋଟେ ଇଣ୍ଟରଭ୍ୟୁରେ କହୁଛନ୍ତି, ମୋ ମାନେ ସବୁ କିଛି ମୋର ଏଥିରେ ଲାଗିଯାଇଛି। ତ ଭକ୍ତ ମାନେ ଏଇଟା ମାନେ ଏବେ 40 ତ ସେ କରୋଡ ମୁଭି, ଲାଗିଛି ବୋଲି କହୁଛନ୍ତି, 40 କରୋଡ। ହଁ, ଆଉ ଏଇଟା ମାନେ ବହୁତ, ମାନେ ଏ ମୁଭିଟା ବହୁତ ହିଟ୍ ହେଇଗଲାଣି, ପ୍ରାୟ ସବୁଆଡେ ବହୁତ ଭଲ ଚାଲିଛି। ଆଉ କାଲି କଣ ହେଲା, ଆମେ ଏଇଠି ରାୟପୁରରେ ଯୋଉ ମଲ୍ କୁ ଯାଇଥିଲୁ, ସେଠି ପ୍ରଥମେ କଣ ହେଲା, ସବୁ ଭକ୍ତ ମାନେ ସବୁ ଜମା ହେଇଥିଲେ। ତ ଉପରକୁ ଆମେ, ମୁଭି ଉପରକୁ ଆମେ ଗଲୁନି, ପ୍ରଥମେ 15-20 ମିନିଟ ସବୁ କୀର୍ତ୍ତନ ହେଲା। ବଢିଆ କୀର୍ତ୍ତନ ହେଲା, ପୁରା ଏକଦମ ସମସ୍ତେ ଖାଲି ଜମା ହେଇଗଲେ, ଭିଡ ଜମା ହେଇଗଲେ, କୀର୍ତ୍ତନ କଲୁ ସମସ୍ତେ। ତାପରେ 10-15 ମିନିଟ ପରେ ଯେତେ କୀର୍ତ୍ତନ ସରିଲା, ମୁଭି ଆରମ୍ଭ ହେଇନଥିଲା, ତାପରେ ସମସ୍ତେ ମୁଭି ଗଲେ। ସେଇଠି ସବୁ କେହି ମାନେ ଜୋତା ଫୋତା ସବୁ କେହି ପିନ୍ଧି ନଥିଲେ, ସବୁ ବାହାରେ ହରେ ରଖିଲେ। କୃଷ୍ଣ ତ ପ୍ରଭୁଜୀ, ଆଜ୍ଞା, ଆଜ୍ଞା, ଯୋଉ ଏଇଟା 3D ଟା ନା, ସେମାନେ ସବୁ ଚଷମା ଦେଲେ 3D ପିକ୍ଚର ଟା ନା, ମୁଁ ତ ମାତାଜୀ 3D। କହିବି, ଆପଣ 3D ଯାଆନ୍ତୁନି, ଗୋଟେ ଅପସନ ସେଥିରେ ଅଛି। ମୁଁ କଣ କଲି, ଭୁଲରେ 3D ବୁକ୍ କରିଦେଲି, ଆଉ ସେ 3D ଟା ନା ମାନେ ଏତେ ମାନେ ଟିକେ କ୍ଲିଅର ଦେଖାଲେ। ଯୋଉ ଟିକେ ଫରେନ ର ପିକ୍ଚର ମାନେ ମୁଁ ଆଗରୁ ଦେଖିଛି, ସେଇ ଆନିମେସନ ପିକ୍ଚର, ସେଇଥିରେ 3D ଆଉ ଟିକେ କ୍ଲିଅର ଥାଏ। ଏଇଟା କଣ କି, ମାନେ ଏତେ ମାନେ 2D ଟା ଯିବେ ଓଲଟା ଆଉ ବେଶୀ ଆପଣଙ୍କୁ ଆନନ୍ଦ ଲାଗିବ। ମତେ ଟିକେ କ୍ଲିଅର ଦେଖା ଯାଉନଥିଲା, ମୁଁ ସେଇଟା ଟିକେ ମତେ ଏଇଟା ଲାଗିଲା। ବାକି ମୁଁ ବହୁତ ଆନନ୍ଦ ପାଇଲି, ସେଥିରେ କିଛି ନାହିଁ। ମୁଁ ଚଷମା ଚଷମା ଦେଇଥିଲେ ପ୍ରଭୁ, ସମସ୍ତେ ହଁ, ଚଷମା ବି ଦଉଥିଲେ। ଚଷମା ଦେଇଥିଲେ, କିନ୍ତୁ ଟିକେ ମତେ 3D ଟା ଯେମିତି ହୁଏ ସେଇ ଭଳିଆ ଟିକେ ଲାଗିଲାନି। ଟିକେ କମ ଲାଗିଲା, କିନ୍ତୁ ମାନେ ମୁଁ ଏଇଟା କହୁନି ଯେ ମତେ ମତେ ବହୁତ ଆନନ୍ଦ ଲାଗିଲା। ଆପଣ ମାନେ ଭଲ। 2D ଯଦି ବି ପାଉଛନ୍ତି, 2D ବି କେତେ ଘଣ୍ଟା ଯାଆନ୍ତୁ, ବହୁତ ଲାଗୁଛି ଭଲ। ଆଜ୍ଞା, ପ୍ରଭୁଜୀ, କେତେ ଘଣ୍ଟା, କେତେ ଘଣ୍ଟା? ବେଶୀ ଅଢେଇ ନାହିଁ, ଘଣ୍ଟା ମତେ 1.5-2 ଘଣ୍ଟା ଟାଇମ ଲାଗିଲା। 10 ମିନିଟ୍। ମୁଁ ଆଜ୍ଞା। ଆଚ୍ଛା, ତାହେଲେ ଆମେ ଏଇଟା, ହରେ କୃଷ୍ଣ ଆଚ୍ଛା, ପ୍ରଭୁଜୀ, ହଁ, ଆଜି କୁହନ୍ତୁ କୁହନ୍ତୁ। ଆଜି ଆମେ ଯାଇଥିଲୁ ପ୍ରଭୁ ଦେଖବାର ଲାଗି। ଭଲ ଲାଗିଲା କି? ହଁ, ବହୁତ ବଢିଆ ଲାଗୁଛି ପ୍ରଭୁ। ହଁ, ମାନେ କଣ, ମାନେ ଭିଡ ହେଇଥିଲେ ନା କଣ, ମାନେ ଖାଲି ଥିଲା ସିଟ୍? ନାଇଁ ନାଇଁ, ଭିଡ ବି ଥିଲେ, ଭିଡ ଥିଲେ। ହଁ, ମୁଁ ତ ରାୟପୁର ମଲ୍ ରେ ମାନେ ଭିଡ ଦେଖିକିରି ମୁଁ ଆଚମ୍ବିତ ହେଇଗଲି, ବହୁତ ଭିଡ ଥିଲେ। ଆଚ୍ଛା, ଏଇ ଆମ ଅନନ୍ତ ଅନନ୍ତ ରୂପମରେ ଗୋଟେ ଏକ୍ସାମ୍ପଲ ଦେବାଟା ଥିଲା। ଏଇ ଏକ୍ସାମ୍ପଲ ଟା ଦେଇକିରି ମୁଁ ତାପରେ ଆମେ 39 କୁ ଯିବା। ଏକ୍ସାମ୍ପଲ ଟା ହେଲା, ଶିଲ ପ୍ରଭୁପାଦ କଣ କହୁଥିଲେ, ଯଦି ଜଣେ ମଦୁଆ ବି, ଜଣେ ମଦ ଯିଏ ଖାଉଛି, ସେ ମଦ ପିଇବା ସମୟରେ ଯଦି ସେ ସ୍ମରଣ କରିବ ଯେ ମଦରେ ଯୋଉ ଜଳଟା ଅଛି, ସେ ଜଳଟା ହଉଛି ଭଗବାନ କୃଷ୍ଣଙ୍କର ଶକ୍ତି, ଭଗବାନଙ୍କଠୁ ଆସିଛି। କାହିଁକି, ଭଗବାନ କଣ କହିଲେ, ଜଳର ସ୍ୱାଦୁ ମୁଁ। ତ ସେମିତି ବି ଯଦି ଗୋଟେ ମଦୁଆଟେ ବି ଯଦି ମାନେ ଭାବୁଛି, ତାହେଲେ ବି ସେ ଗୋଟେ ଦିନ ଆସିବ, ସେ କୃଷ୍ଣ ଚେତନଶୀଳ ହେଇଯିବ। ବୁଝିପାରିଲେ? ତ ଏଇଥିରେ ଆମେ ଅନନ୍ତ ରୂପରେ ଆମେ ଏଇ ଉଦାହରଣ ଟା ଦେଲେ। ଏବେ ଶ୍ଲୋକ 39 ପାଠ କରନ୍ତୁ। ଆଚ୍ଛା ପ୍ରଭୁ, ଏଠି ଆଜ୍ଞା, ଆମର ଯୋଉ ରିପିଟେସନ ହେଇଛି, ପରଂ ନିଧାନମ ପରଂ ଧାମ ପରଂ ଚ ଧାମ, ହଁ, ରିପିଟେସନ ହେଇଛି। ସେ ହଁ। ପରମ ନିଧାନ ମାନେ ସେ ପରମ ଆଶ୍ରୟସ୍ଥଳ, ଏଠି ପରମ ଆଶ୍ରୟସ୍ଥଳ। ରିପିଟେସନ ହେବାର କାରଣ? ରିପିଟେସନ ଟା ପ୍ରଭୁଜୀ, ଆମେ ଗତ କ୍ଲାସରେ ଆମେ ବର୍ଣ୍ଣନା କଲେ, ଯେହେତୁ ଅର୍ଜୁନ ପରମ ଭକ୍ତ ଗଦଗଦ ହେଇଯାଇଛନ୍ତି, ଆଉ ସେଥିପାଇଁ ସେ ଖୁସିରେ ଆନନ୍ଦରେ ସେ ଗୋଟେ କଥାକୁ, ଯେମିତି ଆପଣ ଗୋଟେ ଆପଣଙ୍କର, ଆପଣ ଏକ୍ସପେକ୍ଟ କରୁନଥିଲେ, ଘରକୁ ଜଣେ ମହାରାଜ ଆସିଲେ, ଆପଣ ଖୁସିରେ, ଆରେ ମହାରାଜ, ମୁଁ ଆପଣ ଭାବିନଥିଲେ ସେ ମହାରାଜ ଆସିଲେ ଆପଣଙ୍କ ଘରକୁ। ଆପଣ ବାରମ୍ବାର କହୁଛନ୍ତି, ମହାରାଜ ଆପଣ କୋଉଠି ଥିଲେ, କେଉଁଠୁ ଆସିଲେ, ଆସନ୍ତୁ ମହାରାଜ, ଆପଣଙ୍କର କଣ ସେବା କରିବେ। ଆପଣ ଗୋଟେ କଥାକୁ ବାରମ୍ବାର ରିପିଟ ଖୁସିରେ କରୁଛନ୍ତି। ତାପରେ ଆଉ ଗୋଟେ କଥା, ଆଳଙ୍କାରିକ ଦୋଷ ଲାଗିବନି ବୋଲି ମୁଁ କହିଥିଲି ଆପଣଙ୍କୁ। ଏଇଥିରେ ଦିଟା କଥା ଏକା ସାଙ୍ଗେ ରିପିଟ ହେଇଗଲା, କିନ୍ତୁ ଆଳଙ୍କାରିକ ଦୋଷ ଏଥିପାଇଁ ଲାଗିବନି, କାହିଁକି ନା ଭଗବାନ ଶ୍ରୀକୃଷ୍ଣଙ୍କର କଥା କୁହାଯାଉଛି। ଅର୍ଜୁନ, ଗୋଟେ ତ ପ୍ରଥମ କଥା ହେଲା, ଅର୍ଜୁନ ଏଇଟା ଆମେ କଣ କହିଥିଲେ, ଅର୍ଜୁନ କି କି ଏଇଥିରେ ଥିଲେ 12ଟା, ମୁଁ କହିଥିଲି ନା, ଭଗବାନଙ୍କର ଏଇଟାରେ 12ଟା ଥାଏ।
गोटे से भितर हूँ अद्भुत कौन शांत दास्य साक्ष्य 12टा रस रस 12टा रस रस तो अद्भुत रस अर्जुन अच्छा विस्मय चकित होती तो से गोटे कथा को दी थर की कही बुझिपारे ए कौन आलंकारिक दोष ना हाँ ये कथाटा मुझे आपको कहवा कथा ये माने यहाँ मोर थिला ये कि मुझे कही पार्लिनी आपको यहाँ आप ठीक नोटिस कले ता कारण हूँ आज्ञा। यहाँ श्लोक माने 39 पाठ कर हरे 39 हरे कृष्ण। वायुर्यजमग्नि वरुण शशांक प्रजापतिस्तो प्रतीतामहस्वम् नमस्तेस्तु सहस्रकृतः पुनः स भूय अस्त्य नमस्ते। अनुवाद। ଆପଣ ବାୟୁ ଅଗ୍ନି ଜଳ ଏବଂ ଚନ୍ଦ୍ର ଅଟନ୍ତି। ଆପଣ ପରମ ନିୟନ୍ତ୍ରଣକାରୀ ଏବଂ ପ୍ରତି ପ୍ର- ପ୍ରପିତାମହ ଅଟନ୍ତି। ତେଣୁ ମୁଁ ଆପଣଙ୍କୁ ମୋର ଭକ୍ତିପୂର୍ଣ୍ଣ ପ୍ରଣାମ ସହସ୍ରବାର ଏବଂ ବାରମ୍ବାର ଜଣାଉଛି। अच्छा आप 40टा भी पाठ करता हो जन हरे कृष्ण श्लोक 40 नमः पुरास्तस्थ पुष्टास्तस्ते नमस्ते स्तुते सर्वत एव सर्व अनंत वीर्यो वीर्यामित विक्रमस्त्वं सर्वसमात्मोऽसि तत्त्वसि सर्वः। अनुवाद हे अमित विक्रम मु आपणଙ୍କୁ ସମ୍ମୁଖ ଭାଗରୁ ପୃଷ୍ଠ ଭାଗରୁ ଏବଂ ସବୁ ଦିଗରୁ ପ୍ରଣାମ ଜଣାଉଛି। ଆପଣ ଅତ୍ୟନ୍ତ ବଳ ବିକ୍ରମର ଅଧିକାରୀ ପ୍ରଭୁ। ଆପଣ ସର୍ବବ୍ୟାପକ ଏବଂ ସେଇଥିପାଇଁ ଆପଣ ସବୁ ଅଟନ୍ତି। ହରେ କୃଷ୍ଣ। एटी देखंतु वायु अग्नि जल और चंद्र कथा कहते माने अर्जुन कहते आपण वायु अग्नि जल और चंद्र अटंती एटा माने विभूति जोगरे जेमति वर्णना करा हिता देखंतु एइथिरे पुनी से वर्णना गुडा सब दिया हैला परम नियंत्रणकारी आपण प्रथम सृष्ट जीव ब्रह्मा आ प्रपितामह अटंती। अच्छा प्रपितामह काहा कहा जाए ब्रह्माजीଙ୍କୁ प्रभुजी प्रपितामह ବ୍ରହ୍ମାଙ୍କର ବାପାଙ୍କୁ ବ୍ରହ୍ମା हाँ ହଉଛନ୍ତି ପିତା ଆଉ ହଁ ब्रह्मांकर ପିତାଙ୍କର बापा ପିତା। ବ୍ରହ୍ମାଙ୍କର बोले ପିତା ହଉଛନ୍ତି ଶ୍ରୀକୃଷ୍ଣ ଭଗବାନ। हाँ आज्ञा पिताଙ୍କର ପିତା ଭଗବାନ ସେଥିପାଇଁ କୁହାଗଲା ଆପଣ ପ୍ରଥମ ସୃଷ୍ଟ ଜୀବ ବ୍ରହ୍ମା ଆଉ ଆପଣ ପ୍ରପିତାମହ ଅଟନ୍ତି। ମୁଁ ଆପଣଙ୍କୁ ପ୍ରଣାମ ସହସ୍ରବାର ପ୍ରଣାମ ଜଣାଉଛି। ଏଥିରେ ବାୟୁ ସର୍ବବ୍ୟାପକ ହେଇଥିବାରୁ ଦେବତା ମାନଙ୍କ ମଧ୍ୟରେ ଭଗବାନଙ୍କର ପ୍ରତିନିଧିତ୍ୱ କରନ୍ତି ସେଥିପାଇଁ ବ୍ରହ୍ମା ଏ ବାୟୁଙ୍କ କଥା କୁହାଗଲା। ଆଉ ବ୍ରହ୍ମା ଆମର ପିତା ଅଟନ୍ତି ଆଉ ପିତାଙ୍କର ପିତା ହଉଛନ୍ତି ଭଗବାନ ଶ୍ରୀକୃଷ୍ଣ। ଆଉ ଶ୍ଲୋକ 40 ରେ କୁହାଯାଉଛି ହେ ଅନନ୍ତ ଶକ୍ତି ମୁଁ ଆପଣଙ୍କୁ ସମ୍ମୁଖ ଭାଗରୁ ପୃଷ୍ଠ ଭାଗରୁ ଓ ସବୁ ଦିଗରୁ ପ୍ରଣାମ ଜଣାଉଛି। ଭଗବାନଙ୍କର ପୃଷ୍ଠ ଭାଗରୁ ବି ପ୍ରଣାମ ଜଣାଉଛି ସମ୍ମୁଖ ଭାଗରୁ ପ୍ରଣାମ ଜଣାଉଛି। ଆପଣ ବଳ ବିକ୍ରମର ଅଧିକାରୀ ପ୍ରଭୁ ଅଟନ୍ତି ଆପଣ ସର୍ବବ୍ୟାପକ ଆଉ ସେଥିପାଇଁ ଆପଣ ସବୁ ଅଟନ୍ତି ଅର୍ଜୁନ କହିଲେ। ଜଡ ଆଉ ଜୀବ ଉଭୟ ବ୍ରହ୍ମ ଅଟନ୍ତି ବ୍ରହ୍ମ ଶବ୍ଦ ଯେତେବେଳେ ୟୁଜ କରାଯାଏ ସେତେବେଳେ ଜାଣିବେ ବ୍ରହ୍ମଟା ମାୟା ପାଇଁ ବି ବେଳେ ବେଳେ ବ୍ରହ୍ମ ମାନେ ବ୍ୟବହୃତ ହୁଏ। ବ୍ରହ୍ମ ଭଗବାନଙ୍କ ପାଇଁ ମାୟା ପାଇଁ ଜୀବ ପାଇଁ ତିନିଟା ପାଇଁ ଶାସ୍ତ୍ରରେ ବିଭିନ୍ନ ଜାଗାରେ ବ୍ରହ୍ମ ଶବ୍ଦ ଏଇଟା କରାଯାଇଛି। କିନ୍ତୁ ଏଇ ଯଦି ମାୟା ଆଉ ଜୀବକୁ ବ୍ରହ୍ମ କୁହାଗଲା ତାହେଲେ ପରମ ବ୍ରହ୍ମ ହଉଛନ୍ତି ଭଗବାନ ଶ୍ରୀକୃଷ୍ଣ। ତେଣୁ ଅର୍ଜୁନ କହୁଛନ୍ତି ଆପଣ ସର୍ବବ୍ୟାପକ ଆଉ ଆପଣ ସବୁ କିଛି ଅଟନ୍ତି। ଆପଣ ଅନନ୍ତ ବଳ ବିକ୍ରମର ଅଧିକାରୀ ଅଟନ୍ତି। ଭକ୍ତିପୂତ ମନରେ ଏଇ ସବୁ ମାନେ ଗୁଣ ଭଗବାନଙ୍କର ବର୍ଣ୍ଣନା କରିକିରି ଅର୍ଜୁନ ବାରମ୍ବାର ପ୍ରଣାମ କରୁଛନ୍ତି। ଏଇ ଶ୍ଲୋକରେ ଏତିକି ଅଛି। 41-42 ଶ୍ଲୋକ ପାଠ କରନ୍ତୁ। हरे हरे कृष्ण कृष्ण। प्रभु। सखेति मत्वा प्रसभं यदुक्तं हे कृष्ण हे जादव हे सखेति अजानता महिमानं सवेदं मया प्रमदात् प्रणयेन वापि
मज्जापहासार्थमसत्कृतो दोषि विहारसज्जासनभोजनेषु एको अथवाप्युच्युत तत्समक्षं तत् क्षमये त्वमहं प्रमेयम्। अनुवाद। ଅତୀତରେ ମୁଁ ଆପଣଙ୍କର ମହିମା ଜାଣି ନ ପାରି ଆପଣଙ୍କୁ ହେ କୃଷ୍ଣ, ହେ ଯାଦବ, ହେ ମୋର ବନ୍ଧୁ ବୋଲି ସମ୍ବୋଧନ କରିଛି। ପାଗଳାମୀ ଯୋଗୁଁ ହେଉ କିମ୍ବା ସ୍ନେହ ଯୋଗୁଁ ହେଉ, ଯାହା ସବୁ ମୁଁ କରିଛି ସେଥିପାଇଁ ମୋତେ କ୍ଷମା କରନ୍ତୁ। ବିଶ୍ରାମ ନେବା ସମୟରେ କିମ୍ବା ଏକ ଶଯ୍ୟାରେ ଶୟନ କରିବା ସମୟରେ କିମ୍ବା ଏକତ୍ର ଭୋଜନ କରିବା ସମୟରେ ବେଳେ ବେଳେ ଏକାକୀ ଏବଂ ବେଳେ ବେଳେ ଅନେକ ବନ୍ଧୁଙ୍କ ସମ୍ମୁଖରେ ଆପଣଙ୍କୁ ଅନେକ ଥର ଅସମ୍ମାନ ପ୍ରଦର୍ଶନ କରିଛି। ଏସବୁ ଅପରାଧ ପାଇଁ ଦୟାକରି ମୋତେ କ୍ଷମା କରନ୍ତୁ। ଧନ୍ୟବାଦ ମାଧବୀ। ଶ୍ରୀକୃଷ୍ଣ ଶିଳ ପ୍ରଭୁପାଦଙ୍କ ତାତ୍ପର୍ଯ୍ୟରେ କଣ ଲେଖା ହେଇଛି? ଶ୍ରୀକୃଷ୍ଣଙ୍କର ମହିମା ଯେତେବେଳେ ଅର୍ଜୁନ ଜାଣି ନ ପାରିକି ତାଙ୍କୁ ତାଙ୍କର ସଖା ବୋଲି ଭାବିଛନ୍ତି, କେତେଥର ତାଙ୍କୁ କହିଛନ୍ତି ହେ ବନ୍ଧୁ, ହେ କୃଷ୍ଣ, ହେ ଯାଦବ, ଏଇ ସବୁ ମାନେ କହିକିରି ସମ୍ବୋଧନ କରିକିରି ଅସମ୍ମାନ ପ୍ରଦର୍ଶନ କରିଛନ୍ତି। କାହିଁକି? ଭଗବାନଙ୍କର ଏଇ ବିଶ୍ୱରୂପ ଦେଖିକିରି ଅର୍ଜୁନ ଜାଣିପାରିଛନ୍ତି ସେ ସାଧାରଣ ନୁହନ୍ତି। ନହେଲେ ବନ୍ଧୁକୁ ଜଣେ କେମିତି ସମ୍ବୋଧନ କରିବ? ଯୋଉ ବଂଶରେ ଜନ୍ମ ହେଇଛି, ହେ ଯାଦବ, ହେ ବୃଷ୍ଣିବଂଶୀୟ, ଯେ ଅର୍ଜୁନକୁ ଯେମିତି ଭାରତ ବୋଲି ତାଙ୍କର ବଂଶ ଉପରେ ତାଙ୍କୁ ସମ୍ବୋଧନ କରୁଥିଲେ। କିନ୍ତୁ ଭଗବାନ କୃଷ୍ଣ ଏତେ ଦୟାଳୁ ଥିଲେ ଯେ ତାଙ୍କର ବିରାଟ ମହିମା ସତ୍ତ୍ୱେ ଅର୍ଜୁନଙ୍କ ସହିତ ସେ ବନ୍ଧୁ ଭାବରେ କ୍ରୀଡ଼ା କରୁଛନ୍ତି। ଆପଣ ଗୋଟେ କଥା ଜାଣିଛନ୍ତି, ମାନେ ଯେତେବେଳେ ଏଇ ଯୁଦ୍ଧ ସମୟରେ ନା, ଆପଣ ଯଦି ଗୋଟେ ରଥର ସାରଥୀ ହେବେ, ରଥର ସାରଥୀକୁ ଯୁଦ୍ଧ ଯେତେବେଳେ ଜଣେ ରଥରେ ଛିଡା ହେଇକିରି ଯୁଦ୍ଧ କରୁଛି, ସେ ଟାଇମରେ ତା ପାଖରେ ଆଉ ସମୟ ଥିବ କି? ସିଆଡୁ ଲୋକ ମାନେ ଆକ୍ରମଣ କରୁଛନ୍ତି, ତୀର ଆସୁଛି, ଗଦା ଆସୁଛି, ତ ସେ ସମୟରେ ଆଉ ସମୟ ନଥାଏ ଯେ ସେ ସାରଥୀକୁ ସେମାନେ କହିବେ କୁଆଡେ ରଥ ନେବାର ଅଛି। ସେମାନେ କଣ କରିବେ ଜାଣିଛନ୍ତି? ପାଦରେ କଣ କର, ବାମ ପଟକୁ ଯିବାର ଥିବ ନା, ବାମ ପଟ କନ୍ଧରେ ଏମିତି ଗୋଡଟା ଟିକେ ଦେଖେଇଦେବେ, ତ ସାରଥୀକୁ ଜଣା ପଡିଯିବ ଏବେ ବାମ ପଟକୁ ଯିବାର ଅଛି। ଡାହାଣ ପଟକୁ ଯିବାର ଥିବ, ଗୋଡରେ କଣ କରିବ, ସେ ମହାରଥୀଟା ରଥୀଟା ଯିଏ ରଥ ଆରୋହଣ କରିଛି ସେ କଣ କରିବ, ବାମ ପଟକୁ କାନ୍ଧରେ ଗୋଡଟା ପକେଇଦବ। ତ ଏଇଟା କଣ, ସେ ଯେତେବେଳେ ମାନେ ସାରଥୀ ହେଇଥିଲେ, ପୂର୍ଣ୍ଣ ସାରଥୀ ରୂପରେ ସେ ଥିଲେ। ଭଗବାନ ଯେତେବେଳେ ଯୋଉ ଲୀଳା କରନ୍ତି, ସେ ଲୀଳା ପୂର୍ଣ୍ଣ ଭାବରେ ସେ ସେଥିରେ ଥାନ୍ତି। ସେ ଅଶ୍ବ ମାନଙ୍କୁ ଯାଇକିରି ଯେତେବେଳେ ଯୁଦ୍ଧ ସରିଯିବ, ସାରଥୀର କାମ ହେଲା ଅଶ୍ବ ମାନଙ୍କର ଟିକେ ପାଦକୁ ଟିକେ ଦବେଇବ, ତାଙ୍କୁ ଟିକେ ତେଲ ଟିକେ ଲଗେଇବ, ତାଙ୍କୁ ଖାଦ୍ୟ ଟିକେ ଦବ, ତାଙ୍କର ସେମାନେ ଖାଇଲେ କି ନାହିଁ, ପିଇଲେ କି ନାହିଁ, ସବୁ ଏଇଟା ମାନେ ସାରଥୀର କାମ। ତ ଏଇ ସବୁ କାମ ମାନେ ଭଗବାନ କରିଛନ୍ତି। ଏମିତି କି ଯେତେବେଳେ ମାନେ ଭୀଷ୍ମ ପ୍ରତିଜ୍ଞା କରିଛନ୍ତି କି 5ଟା ସ୍ୱର ବାହାର କରିଛନ୍ତି କି ମୁଁ ମାନେ ମାରିବି ବୋଲି 5ଟା ସ୍ୱର ବାହାର କରିଛନ୍ତି, ସେତେବେଳେ ଦ୍ରୌପଦୀଙ୍କୁ ନେଇକିରି ଭଗବାନ କୃଷ୍ଣ ଯାଇଛନ୍ତି ତାଙ୍କର ଶିବିରକୁ। ଭଗବାନ କଣ କରିଛନ୍ତି ଜାଣିଛନ୍ତି? କେହି ନ ଜାଣିପାରିବେ ବୋଲିକିରି ସେ କଣ କରିଛନ୍ତି, ଦ୍ରୌପଦୀଙ୍କର ପାଦୁକା, ମାନେ ଆଜିକା ଯୋଉଟା ଆମେ ଚପଲ ବୋଲି କହୁଛୁ, ପାଦୁକାକୁ ସେ କଣ କରିଛନ୍ତି, ତାଙ୍କର ଉତ୍ତରୀୟରେ ଏମିତି ଧରିକି ରଖିଛନ୍ତି। କିଏ ଏମିତି ଭଗବାନ ହେଇପାରିବେ କହିଲେ? ଆଉ ଏମିତି ଭଗବାନଙ୍କୁ ଛାଡିକିରି ଆମେ ଅଲଗା ଦେବାଦେବୀଙ୍କୁ କାହା କଣ ଦରକାର ଆମେ ପୂଜା କରିବା? ଏତେ ମାନେ ଦୟାଳୁ ଭଗବାନ ସେ କଣ ନ କରୁଛନ୍ତି? ଆଉ ଗୋଟେ ସତ କଥା କହିବି, ଜଣେ ଭାବିପାରେ ସେମାନେ ଏଡେ ବଡ ବଡ ଭକ୍ତ ଥିଲେ, ତାଙ୍କ ପାଇଁ ଭଗବାନ କଲେ, ଆମ ପାଇଁ କଣ କରିବେ? କିନ୍ତୁ ଆପଣ ଯଦି ନୋଟିସ କରିବେ ନା, ଆପଣ ନିଜ ଜୀବନକୁ ଯଦି ଆପଣ ଲକ୍ଷ୍ୟ କରିବେ ଭଲ ସେ, ଭଗବାନ ପ୍ରତ୍ୟେକ ଜିନିଷରେ ଆମ ଜୀବନରେ ବି ବହୁତ କିଛି କରୁଛନ୍ତି। ଖାଲି ଆମେ ଲକ୍ଷ୍ୟ କଲେ ହେବା କଥା। କେତେ କୃପାଳୁ, ଆପଣଙ୍କୁ କେତେ ବିପଦରୁ ରକ୍ଷା କରିଛନ୍ତି, ଆପଣଙ୍କୁ ଯେତେବେଳେ ଯାହା ଦରକାର ସେ ସବୁ ଯୋଗେଇଛନ୍ତି, ଭଗବାନ ଯୋଗେଇଛନ୍ତି। କିନ୍ତୁ ଏଇଟା ଯଦି ଜଣେ ମାନେ ବହୁତ ଗ୍ରସ୍ ମେଟେରିଆଲିଷ୍ଟିକ, ମାନେ ତାର ଅର୍ଥ ହଉଛି ଯଦି ପୁରା ଏଇ ସଂସାର, ଜଳ ସଂସାରରେ ଜଣେ ଡୁବିକି ରହିଛି ନା, ସେ ଭଗବାନଙ୍କର କୃପାକୁ ସେ କେବେ ହେଲେ ବି ଅନୁଭବ କରିପାରିବନି। ଭଗବାନଙ୍କୁ କୃପା ଅନୁଭବ କରିବାକୁ ହେଲେ ଆପଣ ଟିକେ ମାନେ ଭକ୍ତି ମାର୍ଗରେ ଆସି ସାରିଲା ପରେ, ମଣିଷର ମନ ଯେତେବେଳେ ଭକ୍ତିରେ ଲାଗିଗଲା,
ତାକୁ ସେ ଯେତେବେଳେ ଗୀତା ଭାଗବତ ପଢିବ ସେତେବେଳେ ତାକୁ ଭଗବାନ ଜ୍ଞାନ ଦଦାମି ବୁଦ୍ଧି ଯୋଗମ୍, ଭଗବାନ ବୁଦ୍ଧି ଦେବେ। ସେତେବେଳେ ଆସ୍ତେ ଆସ୍ତେ ସବୁ ଜିନିଷ ଖୋଲି ଖୋଲି ଯିବ। ଆରେ ପ୍ରତ୍ୟେକ ଜିନିଷ ତାପରେ ଆପଣଙ୍କୁ ଲାଗିବ ଆରେ ସତେ ତ ଭଗବାନ ମୁଁ ଏମିତି ମାନେ ମତେ ଭଗବାନ ଏମିତି ରକ୍ଷା କରୁଛନ୍ତି। ଆପଣ ଅନୁଭବ କରିବେ। ମୁଁ ଏମିତି ବହୁତ ଜଣ ଭକ୍ତଙ୍କୁ ଜାଣିଛି ଯୋଉମାନେ କହୁଛନ୍ତି ତାଙ୍କ ସାଙ୍ଗରେ ସବୁ ଏମିତି ବହୁତ ଜିନିଷ ହଉଛି, ଭଗବାନ ତାଙ୍କ ସାଙ୍ଗରେ ରେସିପ୍ରୋକେଟ କରୁଛନ୍ତି, ମାନେ ଭାବର ଆଦାନ ପ୍ରଦାନ କରୁଛନ୍ତି। ଏମିତି ବହୁତ ଭକ୍ତ ଗୋଟେ ମାନେ ମୁଁ ଥରେ କହୁଥିଲି ବି ଗୋଟେ ମାତାଜୀ ଅଛନ୍ତି ଏମିତି ସାଉଥ ଇଣ୍ଡିଆରେ, ତାଙ୍କ ସାଙ୍ଗରେ ଜଗନ୍ନାଥ ପୁରା ରେସିପ୍ରୋକେଟ କରୁଛନ୍ତି, ଆଦାନ ପ୍ରଦାନ କରୁଛନ୍ତି ଭାବର। ସେ କଣ ଗୋଟେ ଜିନିଷଟେ କହିଲେ ସେ ଜିନିଷଟା ଭଗବାନ ଶୁଣୁଛନ୍ତି, ସେ ଜିନିଷଟା ତାଙ୍କ ଜୀବନରେ ହଉଛି। ତ ଏଇଟା ସେତେବେଳେ ହବ ଯେତେବେଳେ ଆମର ଲକ୍ଷ୍ୟ କେବଳ ଭକ୍ତି ହବ। ଆଉ ଯଦି ଆମେ ପୁରା ଆମେ ଗୋଟେ ଜଡ ମାୟାରେ ପୁରା ଏକଦମ ଯୋଉଟାକୁ ମାନେ ପୁରା ରଚି ପଚି ଯିବା ସେଇଥିରେ, ଯୋଉଟାକୁ କୁହାଯାଏ ହଳଧର ମହାରାଜଙ୍କ ଭାଷାରେ ଜାରେ, ମାନେ ଆଚାରକୁ ଯେମିତି ଆଚାରକୁ ଜାରେ ମାନେ କଣ ଆଚାରକୁ ଜରା ଯାଏ ନା ଲୁଣ ତେଲରେ ପୁରା, ସେଇ ଟାଇପର ଯଦି ଆମେ ମାନେ ଏଇ ଭୌତିକ ସଂସାରରେ ଏଇଟା ହେଇଯିବା, ଆସକ୍ତ ହେଇଯିବା, ସେତେବେଳେ ଆଉ ଭଗବାନଙ୍କର ଏଇ ସବୁ ଅନୁଭବ କରିପାରିବା ନାହିଁ। ତ ଅର୍ଜୁନ ଏଇଟା ଏଇ ସବୁ ଜିନିଷ ଭଗବାନଙ୍କୁ ଏତେ ଯୋଉ ମାନେ କହୁଛନ୍ତି କି ମୁଁ ମୋର ପାଗଳାମି ଯୋଗୁଁ ମୁଁ ଏମିତି କରୁଥିଲି, ଭଗବାନ ମତେ ସେଥିପାଇଁ ବିଶ୍ରାମ ଦେବା ସମୟରେ କିମ୍ବା ଶଯ୍ୟାରେ ଶୟନ କରିବା ସମୟରେ, ଏକତ୍ର ଭୋଜନ କରିବା ସମୟରେ ମୁଁ ଆପଣଙ୍କୁ ଅନେକ ଥର ଅସମାନ ପ୍ରଦର୍ଶନ କରିଛି। ମାନେ ଯେତେବେଳେ ଭଗବାନ ଅର୍ଜୁନଙ୍କ ସାଙ୍ଗରେ ଥାଆନ୍ତି ଗୋଡ ଉପରେ ଗୋଡ ଲଦିକି ଥାଆନ୍ତି। ଆଉ ବହୁତ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁରଙ୍କ ଟୀକାରେ କଣ ଲେଖା ହେଇଛି ଶୁଣନ୍ତୁ। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଯେ ଅର୍ଜୁନ ଭଗବାନ ଶ୍ରୀକୃଷ୍ଣଙ୍କୁ ବନ୍ଧୁ ଆଉ ସଖା ଭାବରେ ଉପହାସ କରୁଥିଲେ। ଉପହାସ କରି କଣ କହୁଥିଲେ, ଆରେ ମାନେ ସଖା ତମର ବାପା ବସୁଦେବ ଟିକେ ସେତେ ମାନେ ସେତେ ତ ପ୍ରସିଦ୍ଧ ନୁହନ୍ତି ଯେମିତି ଆମର ବଂଶ ଗୋଟେ ପ୍ରସିଦ୍ଧ ବଂଶ, ତମର ବାପା ବସୁଦେବ ସେତେ ପ୍ରସିଦ୍ଧ ନୁହନ୍ତି। ଏଇଟା ଭଗବାନଙ୍କୁ ସେ କହୁଛନ୍ତି। ଦେଖନ୍ତୁ ବସୁଦେବ ଭଳିଆ ପରମ ଭକ୍ତ, ତାପରେ କହୁଛନ୍ତି କି ଭଗବାନ ଆପଣ ଯାହା ବି ସତ କଥା କହନ୍ତୁ, ଆପଣ ମହାରଥୀ ନୁହନ୍ତି, ଆପଣ ଗୋଟେ ଅର୍ଦ୍ଧରଥୀ। ମାନେ ଗୋଟେ ଯୁଦ୍ଧର କୌଶଳ, ତାମାନେ ସେ ତ ମହାରଥୀ ଥିଲେ ଅର୍ଜୁନ, ମାନେ ତାଙ୍କର ବଂଶରେ ସବୁ ମହାରଥୀ ମାନେ ଅଛନ୍ତି, କିନ୍ତୁ ସେ କହୁଛନ୍ତି ଭଗବାନ ଆପଣ ଅର୍ଦ୍ଧରଥୀ। ତ ଭଗବାନ କୃଷ୍ଣ ଶୁଣିକି ଏଇଟା ବହୁତ ଖୁସି ହଉଛନ୍ତି। ହଁ ହଁ ମାନେ ସଖା ତମ ଭଳି ଗୋଟେ ଯୋଦ୍ଧା ମୋର ଗୋଟେ ସଖା, ମୁଁ ବହୁତ ମାନେ ଗର୍ବିତ ଅନୁଭବ କରୁଛି, ଏଇଟା ଭଗବାନ କହୁଛନ୍ତି, ବୁଝିପାରିଲେ। କିନ୍ତୁ ଯେତେବେଳେ ଅର୍ଜୁନ ବିଶ୍ୱରୂପ ଦେଖି ଦେଇଛନ୍ତି ସେ ପୁରା ଏକଦମ ସେଥିପାଇଁ ଥରି ଯାଇଛନ୍ତି ପୁରା। ହେଇ ଆମେ ପଢିଲେନି ପୂର୍ବ ଶ୍ଲୋକରେ ଯୋଡ ହସ୍ତରେ ଥରିକି କହୁଛନ୍ତି ଏମିତି ଭଗବାନଙ୍କୁ ଅପମାନ କରିଥିଲେ, ନ ଥରିବେ ତ କଣ କରିବେ। ଏଇଟା ଆମର 41-42 ଶ୍ଲୋକ ଆମର ଥିଲା। ଆଚ୍ଛା ଆମର ତ ସମୟ ଆଜିର ହେଇଗଲା, ତାପରେ ଆମେ କଣ କରିବା 43 ଟୁ ଆମର ରହିଲା 43 ଟୁ ରହିଲା ଆମର 55 ନମ୍ବର ପର୍ଯ୍ୟନ୍ତ। ଏଇଟା ଆମେ ନେକ୍ସଟ ମାନେ ସେସନରେ ଏଇଟା ଆମର ସରିବ, ତାପରେ ଆମର 12 ନମ୍ବର ଅଧ୍ୟାୟକୁ ଆମେ ଯିବା, ବୁଝିପାରିଲେ। କାହାର କଣ ପ୍ରଶ୍ନ ଅଛି ଆଜିର ଯେ ଯାହା ସବୁ ଆମେ ଡିସ୍କସ କଲେ। ଶ୍ରୀକୃଷ୍ଣ ପ୍ରଭୁ ତ କଣ କହିଲେ, ସେ ଅସୁର ମାନଙ୍କୁ ତ ଦିବ୍ୟ ଦୃଷ୍ଟି ଦେଇନଥିଲେ, ସେମାନେ କେମିତି ଦେଖୁଥିଲେ ଭଗବାନଙ୍କୁ? ସେଇଟା ପୁରା ଏଇ ଶ୍ଲୋକରେ ଆମେ ମାନେ ଏଇଟା କଲେ କି ଏଇଟା ଏଇ ପୃଥିବୀ ପୃଷ୍ଠରେ ଦିବ୍ୟ ଦୃଷ୍ଟି 2 ଜଣ ପାଇଥିଲେ, ସେଟା ହଉଛନ୍ତି ଅର୍ଜୁନ ଆଉ ସଞ୍ଜୟ। ସଞ୍ଜୟ। କିନ୍ତୁ ଅଲଗା ଅଲଗା ଲୋକରେ ସିଦ୍ଧ ମାନେ, ଦେବତା ମାନେ, ରାକ୍ଷସ ମାନେ, ସେମାନଙ୍କୁ ବି ଭଗବାନ କୃପା କରିଛନ୍ତି, ତାଙ୍କୁ ଦିବ୍ୟ ଦୃଷ୍ଟି ଦେଇଛନ୍ତି। ଯଦି ସେଟା ନ ଦେଇଥିଲେ ସେମାନେ କେମିତି ଦେଖିଥାନ୍ତେ ଆଉ କେମିତି ଭୟଭୀତ ହେଇ ପଡିଛନ୍ତି। ସେମାନେ ଦେଖିଛନ୍ତି। ଭଗବାନ ସବୁବେଳେ ଜାଣନ୍ତୁ ଯେ ଭଗବାନ ଅସୁର ମାନେ ହେଇଗଲେ ଯେ ଭଗବାନଙ୍କ ସେମାନେ ମାନେ କୌଣସି କୃପା ପାଇବେନି ଏମିତି ନାହିଁ। କୃଷ୍ଣ ଭଗବାନ କୃଷ୍ଣଙ୍କ ପାଇଁ ସମଦୃଷ୍ଟି। ଆପଣ ଦେଖୁନାହାନ୍ତି ଏଆଡୁ ଆପଣ ଯେତେବେଳେ ମାନେ ସମୁଦ୍ର ମନ୍ଥନ ହେଲା,
ଅମୃତ କୋଉମାନେ ପିଇଲେ? ଦେବତା ମାନେ ପିଇଲେ। ଯେତେବେଳେ ବି ମାନେ ତାଙ୍କର ମାନେ ଯୁଦ୍ଧ ହଉଥିଲା, ଦେବତା ମାନଙ୍କୁ କିଛି କ୍ଷତି ହେଉନଥିଲା, କାହିଁକି ସେମାନେ ଅମୃତ ପିଇଥିଲେ। କିନ୍ତୁ ଅସୁର ସାଇଡ୍ ରେ ବି କଣ ମୃତ୍ୟୁ ସଞ୍ଜୀବନୀ ବିଦ୍ୟା ଜାଣିଥିଲେ କି ନାହିଁ ତାଙ୍କର ଗୁରୁ ଶୁକ୍ରାଚାର୍ଯ୍ୟ? ଦେବତା ମାନେ ଯଦି ଅସୁରଙ୍କୁ ମାରି ପକଉଥିଲେ, ମୃତ୍ୟୁ ସଞ୍ଜୀବନୀ ବିଦ୍ୟା ଦ୍ୱାରା ତାଙ୍କର ଗୁରୁ ତାଙ୍କୁ ଜୀବିତ କରିଦଉଥିଲେ। ବୁଝିପାରିଲେ? ଗୋଟେ ପଟରେ ଅର୍ଜୁନ ଭଗବାନ କୃଷ୍ଣ ପାଣ୍ଡବ ମାନଙ୍କୁ ସପୋର୍ଟ କରୁଛନ୍ତି ସବୁ କଥାରେ, ଆର ପଟରେ ସେଇ ଭଗବାନ ଶ୍ରୀକୃଷ୍ଣ ଯେ ବଳରାମ, ଯାହାକୁ କୁହାଯାଏ ସେ ଭଗବାନ ଶ୍ରୀକୃଷ୍ଣଙ୍କଠୁ ଅଲଗା ନୁହନ୍ତି, ସେ ବଳରାମ ପୁଣି ଦୁର୍ଯ୍ୟୋଧନକୁ ଭଲ ପାଉଛନ୍ତି କି ନାହିଁ ତାଙ୍କର ଶିଷ୍ୟ ରୂପରେ? ତ ସେଥିପାଇଁ କଥା ହେଲା, ଭଗବାନ ମାନେ ଦେବତା ମାନଙ୍କ ପାଇଁ ଯଦି ଅଛନ୍ତି, ରାକ୍ଷସ ମାନଙ୍କ ପାଇଁ ବି ଅଛନ୍ତି। କିନ୍ତୁ ରାକ୍ଷସ ମାନେ କଣ, ଦେବତା ମାନେ ହଉଛନ୍ତି ଆକ୍ଚୁଆଲି ଭଗବାନ ବିଷ୍ଣୁଙ୍କର ଭକ୍ତ। ସେଥିପାଇଁ ଦେବତା ମାନେ ସବୁବେଳେ ଭଗବାନଙ୍କର କୃପା ପାଆନ୍ତି। ରାକ୍ଷସ ମାନେ ସେ କୃପା ପାଇ ପାରନ୍ତି ନାହିଁ, କାହିଁକି? ତାଙ୍କର ଜୀବନ ଶୈଳୀଟା ସେ ଭଲ ନୁହଁ। ଭଗବାନ ତ ମାନେ ତାଙ୍କ ଆଡୁ ମାନେ ତାଙ୍କୁ କିଛି ବାଛ ବିଚାର କରୁନାହାନ୍ତି, କିନ୍ତୁ ରାକ୍ଷସୀ ପ୍ରବୃତ୍ତିଟା ଭଲ ନୁହଁ। ତ ଆମେ ଦେବତା ମାନଙ୍କର ହିଁ ପ୍ରଶଂସା କରିପାରିବା। ବୁଝିପାରିଲେ? हरे कृष्ण प्रभुजी प्रणाम। प्रभुजी ଆଜ୍ଞା। ଅନନ୍ତ ରୂପ ଯୋଉଟା ମୁଁ ଗୋଟେ ଲେକ୍ଚରରେ ଶୁଣିଥିଲି, ଏ ଜଗତ ହୁଁ। ବ୍ରହ୍ମମୟ, ମାନେ ହୁଁ। ଶାକ ସବଜି ସବୁ ଜିନିଷ ପୁରା ଭଗବାନଙ୍କ ଏନର୍ଜି ଅଛି, ସେଇଟାକୁ ବି ଆମେ ବୁଝିବା ଅନନ୍ତ ରୂପ ପ୍ରଭୁଜି। ସେଇଟା ହିଁ ତ ଆମେ ଆଜି ଡିସ୍କସ କଲେ ମାତାଜୀ, ଅଲଗା କିଛି ନୁହଁ। ବ୍ରହ୍ମମୟ ମାନେ କଣ? ସେଇ ଭଗବାନଙ୍କର ତତ୍ଵ ପ୍ରତ୍ୟେକ ସଜୀବ ଓ ନିର୍ଜୀବ ବସ୍ତୁରେ ଅଛି। ଯେ ପର୍ଯ୍ୟନ୍ତ ଭଗବାନ କ୍ଷୀରୋଦକ ସାଇ ପରମାତ୍ମା ରୂପରେ ପ୍ରତ୍ୟେକ ସଜୀବ ଆଉ ନିର୍ଜୀବ ବସ୍ତୁ ଭିତରେ ପ୍ରବେଶ ନ କରିବେ, ତାହେଲେ ସୃଷ୍ଟି ଚାଲିବ ନାହିଁ, ଚଳପ୍ରଚଳ ହେବ ନାହିଁ। ଗୋଟେ କାର ଅଛି, କଣ ସେ କାର ମନକୁ ମନ ଚାଲୁଛି କି? ଗୋଟେ ଚାଳକ ଦରକାର। ମାନେ ଜୀବ ତତ୍ଵ, ଭଗବାନ ତତ୍ଵ, ଭଗବାନ ସେଥିରେ ପ୍ରବେଶ କରିଛନ୍ତି ବୋଲି ଚାଲିଲା। ପ୍ରତ୍ୟେକ ଜିନିଷ ଆପଣ ଦେଖିବେ, ଗୋଟେ କମ୍ପ୍ୟୁଟର, କମ୍ପ୍ୟୁଟର କଣ ତା ମନ ମନ ଚାଲିଛି? ଯେ ପର୍ଯ୍ୟନ୍ତ ଗୋଟେ ମଣିଷ ସେଟା ନ ଚଳେଇବ, ସେ ମଣିଷ ଭିତରେ ଜୀବ ତତ୍ଵ ଓ ଭଗବାନ ତତ୍ଵ ଅଛନ୍ତି। ତ ଯାହା ବି ଆପଣ ସବୁ ଦେଖୁଛନ୍ତି, ସେଟା ଭଗବାନଙ୍କର ଅନନ୍ତ ରୂପ ବା ବ୍ରହ୍ମ ତତ୍ଵ ସର୍ବବ୍ୟାପୀ ଅଟେ। ସେଇଟା କୁହାଗଲା ମାତାଜୀ। ଆଜ୍ଞା ପ୍ରଭୁଜି, ଧନ୍ୟବାଦ। ହରେ କୃଷ୍ଣ ପ୍ରଭୁଜୀ, ଆପଣ ଯୋଉ ଆଜ୍ଞା। କହିଲେ ଯେ ଭୀଷ୍ମ ପାଣ୍ଡବ ମାନଙ୍କର ମୃତ୍ୟୁ ବାଣ ତିଆରି କରିଥିଲେ, ହଁ ତ ସେଇଟା କୃଷ୍ଣ ନେବା ଲାଗି ଯାଇଥିଲେ କହୁଥିଲେ, କିନ୍ତୁ ହଁ। ପ୍ରକୃତରେ ଅର୍ଜୁନ ତ ଯାଇଥିଲେ ମୁକୁଟ ଭିକ୍ଷା କରିକିରି ସେଟା ଠଗବା ଲାଗି। କଣ କହିଲେ? ଦୁର୍ଯ୍ୟୋଧନ ମୁକୁଟ ଭିକ୍ଷା କରିକିରି ସେ ଭୀଷ୍ମଠୁ ମୃତ୍ୟୁ ବାଣ ଠକିକିରି ଆଣିଥିଲେ ମାଇକିରି। ମାନେ ଭୀଷ୍ମ ଜାଣି ପାରିଲେନି ଯେ ଏଟା ଅର୍ଜୁନ କି ଦୁର୍ଯ୍ୟୋଧନ ଦେଇକିରି। ନାଇଁ, ସେଟା ଯୋଉଟା ହେଇପାରେ ଆପଣ ଯୋଉଟା ଶୁଣିଛନ୍ତି ସେଟା ବି ଥିବ ସେ ଉପାଖ୍ୟାନ ଟା। ଏଇଟା ମୁଁ ସେଟା ଯୋଉଟା ପୁରା କହିଲି। କ୍ଲାସ 6 ରେ ଲେଖା ଥିଲା ସାହିତ୍ୟ ବହିରେ, ବୁଝିଲେ? ମୁକୁଟ ହଁ ଭିକ୍ଷା ବୋଲି ଗୋଟେ ପାଠଟେ ଥିଲା। ହଁ ହଁ ହଁ, ସେଇଟା ମୁଁ ବି ବୋଧେ ପଢିଛି। କିନ୍ତୁ ଆମେ ଯୋଉ ଶାସ୍ତ୍ରର ଯୋଉ ଜିନିଷଟା ଏଇଟା କରିବା, ସେଇଟା କୋଉ କୋଉ ଗୋଟେ ଲୀଳାଟେ ହେଇଥିବ। କିନ୍ତୁ ସେଟା ଏଇଥିରେ ପ୍ରଭୁ ଭଗବାନ ଦୁର୍ଯ୍ୟୋଧନ ଆଉ ଅର୍ଜୁନ ଦେଖା ବେଲେ ସେମ୍ ଦିଶୁଥିଲେ। ଏଇଟା ଟିକେ ଟିକେ ସେଇଟା ଡିଫର ସେଇ ହଉଥିଲା। ଲୀଳା ହେଇଥିବ। ସେଇଟା କି ଯେତେବେଳେ ଭଗବାନଙ୍କର ଯୋଉ ଅକ୍ଷୌଣୀ ସେନା ମାଗିଲେ ଦୁର୍ଯ୍ୟୋଧନ, ଆଉ କିନ୍ତୁ ଅର୍ଜୁନ ମାଗିଲେ ଭଗବାନ ଶ୍ରୀକୃଷ୍ଣଙ୍କୁ, ସେଇ ଲୀଳାଟା ନାଇଁ? ଯେତେବେଳେ ମାନେ ସାହାଯ୍ୟ ମାଗିବା ପାଇଁ ଯାଇଛନ୍ତି ଦୁର୍ଯ୍ୟୋଧନ ଆଉ ଅର୍ଜୁନ, ସେଇଟା କହୁଛନ୍ତି। ଆପଣ ଯେନ୍ କହିଲେ ନାଇଁ ପଞ୍ଚବାଣ, ଭୀଷ୍ମ ଦେବଙ୍କ ଶିବିରକୁ 2 ଜଣ ଯାଇଥିଲେ ଆପଣ କହୁଛନ୍ତି। ହଁ ନାଇଁ ନାଇଁ ଶୁଣନ୍ତୁ, ଏ କଣ କରିଥିଲେ ହୁଁ ଅର୍ଜୁନ ହୁଁ। ଅର୍ଜୁନ କଣ କଲେ, ଦୁର୍ଯ୍ୟୋଧନଠୁ ମୁକୁଟ ଭିକ୍ଷା କରି ଆଣିଥିଲେ। ଏ ଥରେ ସେ ଆଚ୍ଛା। ଗନ୍ଧର୍ବ ରାଜା ଯେନ୍ ବାନ୍ଧିକି ନେଇଥିଲା ନା ଦୁର୍ଯ୍ୟୋଧନକୁ ହଁ 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 ଭିକ୍ଷା ହଁ। କରିଥିଲେ, ତ ସେ ଆଜ୍ଞା। ଗୋଟେ ସତ୍ୟ କରିଥିଲେ, ଗୋଟେ ହଁ। ବର ମାଗିଥିଲେ, ବୁଝିଲେ? ବର କହିଥିଲେ, ତ ସେ ଟାଇମରେ ସେ ମୁକୁଟ ଭିକ୍ଷା କରିଥିଲେ। ସେ ହଁ ହଁ। ମୁକୁଟ ଆଣିକିରି ଭୀଷ୍ମଠୁ ତାଙ୍କର ପଞ୍ଚ ଭାଇଙ୍କର ପଞ୍ଚ ବାଣର ଧରିକିରି ଆସିଥିଲେ। ଓହୋ। ମାନେ ସେ ଜାଣି ପାରିଲେନି ଭୀଷ୍ମ ଯେ ଏଇଟା ଦୁର୍ଯ୍ୟୋଧନ ନା ଅର୍ଜୁନ ହେଇକିରି। କାହିଁକି ସେ ଓହୋ। ମୁକୁଟ ସେପାରେଟ, ତାଙ୍କର ଅଲଗା ମୁକୁଟ ଥିଲା ଦୁର୍ଯ୍ୟୋଧନଙ୍କର। ହଁ ହେଇପାରେ ହେଇପାରେ।
କହୁଛି ମୁଁ ବି ଶୁଣିଛି ଏଇଟା ଏଇଟା ସ୍କୁଲ ସ୍କୁଲ ପାଠ୍ୟକ୍ରମରେ ଏଇଟା ଥିଲା ଏ ସେଟା କାହାଣୀଟା ନାଇଁ। କ୍ଲାସ 6 ର ଗୋଟେ ପଦ୍ୟ ଲେଖା ଅଛି ପ୍ରଭୁ ଯୋଉ ମୁକୁଟ ଭିକ୍ଷା ହେଇଥିବ। ବୋଲିକିରି। ହଁ ମାନେ ହେଇପାରେ କିନ୍ତୁ ତାର ଶାସ୍ତ୍ରୀୟ ପ୍ରମାଣ ଟା ମାନେ କେତେ ଦୂର ଥିବ ମୁଁ ଏଇଟା କହୁନି ଯେ ଶାସ୍ତ୍ରୀୟ ପ୍ରମାଣ ନଥିବ ବୋଲିକିରି। କାହିଁକି ଆମର ହଳଧର ମହାରାଜ କୁହନ୍ତି ଯେ ଆମର ଓଡିଆ ଲେଖକ ମାନେ ସବୁ ମାନେ ଭାଗବତ ଆଧାରରେ ସବୁ ବହୁତ ରଚନା କରିଛନ୍ତି। କିନ୍ତୁ ଏଇ କେତେଟା ରହୁଛି ଶାଳା ମହାଭାରତ ରହିଲା ଯୋଉଠି କି ବର୍ଣ୍ଣନା କରାହେଇଛି ଯେ ଭଗବାନ କୃଷ୍ଣ ମାନେ ମରିଗଲେ ଆଉ ତାଙ୍କର ମାନେ ହୃଦୟ ଜଳିଲାନି ସେଇଟା ପୁଣି କାଠ ହେଇକରି ଭାସି ଭାସି ଜଗନ୍ନାଥ ହେଲେ। ଏଇ ଟାଇପ ର କଥାଟା ଏଇଟା କଣ ଭାଗବତ ସମ୍ମତ ଏଇଟା କଥା ନୁହଁ। ସେଟା କଣ ହେଇଛି ପ୍ରଭୁ ସେଟା ହୁଁ। ସାଇଣ୍ଟିଷ୍ଟ ସେଟା ତାପରେ ସେ ପଞ୍ଚବାଣ ତିଆରି କରିଥିଲେ ଯେ ଧର୍ମରାଜ ହଁ ଯୁଧିଷ୍ଠିର କେମିତି ମରିବେ ଅଧର୍ମ କଲେ ମରିବେ। ହଁ କେଉଁ ବାଣ ହେଇପାରେ। ତିଆରି କଲେ ଅଧର୍ମ ହବ ବୁଝିଲେ କି ନାଇଁ ସେ ଗଲା ପବନ ପୁତ୍ର ହେଲା ଭୀମ ଥିଲେ ସେ ହଁ ପବନକୁ କେମିତି ଅଟକେଇ ପାରିବେ ବୁଝିଲେ କି ନାଇଁ ସେ ହଁ ଟାଇପରେ ଗୋଟେ ସର ତିଆରି କରିଥିଲେ ସେ ମାନେ ସାଇଣ୍ଟିଷ୍ଟ ହଁ ହିସାବରେ। ହେଇପାରେ ମାନେ ଦେଖନ୍ତୁ ବିଭିନ୍ନ ଲେଖକ ବିଭିନ୍ନ ଜିନିଷ ଲେଖିଛନ୍ତି ଆମେ କୋଉ କାହାର ତ ଆମେ ଅପାନ କରିପାରିବାନି। କିନ୍ତୁ ଆମେ ଯୋଉଟା ଆମର ଯୋଉ ପାଠ୍ୟକ୍ରମରେ ଯୋଉଟା ଭକ୍ତି ଶାସ୍ତ୍ରୀର ସେଇଟା ଖାଲି ଶାସ୍ତ୍ରୀୟ ଯୋଉଟା ମାନେ ଅନୁମୋଦନ ମାନେ ଯାହା କିଛି ମୁଁ ଆପଣଙ୍କୁ କହୁଛି ସେ ସବୁ କଣ ହଉଛି ପୁରା ଶାସ୍ତ୍ର ମର୍ଯାଦାରେ ମାନେ କହିବାକୁ ପଡିବ ସେଇଟା ହଉଛି ଆମର ନିୟମ। ଆପଣ ଯୋଉଟା କହୁଛନ୍ତି ସେଇଟା ଅଶାସ୍ତ୍ରୀୟ ସେଇଟା ବି ମୁଁ କହୁନି। ସେଇଟା ବି ହେଇଥିବ କିନ୍ତୁ ଆମକୁ ସେଇଟା ଚେକ୍ କରିବାକୁ ପଡିବ ଟିକେ ମାନେ କଥାଟା କଣ ସେଟା ଦେଖିବାକୁ ପଡିବ। ଏଇ ଯୋଉ ଦ୍ରୌପଦୀଙ୍କୁ ଧରିକି ଯୋଉ ଯାଇଛନ୍ତି ସେଇଟା ଭଗବାନଙ୍କର ଭକ୍ତ ବତ୍ସଳ ଭଗବାନଙ୍କର ଏଇଟା ଗୋଟେ ଲୀଳା। ଏଇଟା ଆପଣ ପାଇପାରିବେ ଏଇଟା ଶାସ୍ତ୍ରୀୟ ମାନେ ଏଇଟା ପ୍ରମାଣ ଅଛି ଏହାର ଆପଣ ଏଇଟା ପାଇପାରିବେ। ବୁଝିପାରିଲେ? ଆଉ କଣ ରହିଲା ନା ଆଜି ପାଇଁ ଏ କ୍ଲାସ ଏଇଠି ରଖିବା? ହରେ ଯଦି ହବ କୃଷ୍ଣ ଗୁରୁ। ଆଜ୍ଞା ପ୍ରଭୁଜୀ ହରେ କୃଷ୍ଣ। ହରେ କୃଷ୍ଣ। ପ୍ରଭୁଜୀ ଆମର ଏତେ ବାଞ୍ଛା ସୁନ୍ଦର କ୍ଲାସ ନଉଛନ୍ତି ପ୍ରଭୁଜୀଙ୍କ ପାଇଁ ଗୋଟେ ହରେ କୃଷ୍ଣ ମହାମନ୍ତ୍ର କରନ୍ତୁ। ଆଜ୍ଞା। ହରେ କୃଷ୍ଣ हरे हरे कृष्णा कृष्ण ହରେ हरे କୃଷ୍ଣ कृष्ण कृष्ण कृष्णा कृष्ण हरे कृष्णा ହରେ कृष्ण हरे 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 राम हरे हरे राम 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 हरे 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 ବହୁତ कृष्णा कृष्ण कृष्णा हरे 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 राम 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 हरे 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 ବହୁତ कृष्णा ଧନ୍ୟବାଦ कृष्ण ବହୁତ कृष्णा ବହୁତ हरे राम। ଧନ୍ୟବାଦ କବିଜୀ। ଆପଣ ସମସ୍ତଙ୍କର ଚରଣରେ ମୋର ଦଣ୍ଡବତ ପ୍ରଣାମ। ପ୍ରଭୁ हरे कृष्ण प्रभु जी दंडवत प्रणाम। ପ୍ରଭୁ ଯେ ଭକ୍ତି ବୈଭବ କ୍ଲାସ ଆପଣ କରୁଛନ୍ତି। ଭକ୍ତି ବୈଭବ କ୍ଲାସ ମୁଁ ଏବେ ମୋର ଚାଲିଛି ମାତାଜୀ ଆମକୁ ଆମକୁ ପଢଉଛନ୍ତି ପାଦ ସେବା ପ୍ରଭୁ ପଢଉଛନ୍ତି ଆମକୁ। ଆମର ଆଜ୍ଞା ଏଇନା ଷଷ୍ଠ ଅଧ୍ୟାୟ ଗଲାଣି। ଆମ ଗ୍ରୁପ ର ସେ ନିରୁପମା ମାତାଜୀ ହଁ କରୁଛନ୍ତି ତ ଭକ୍ତି ବୈଭବ କରୁଛନ୍ତି ହଁ ଆଜ୍ଞା ନିରୁପମ ମାତାଜୀ ହଁ କରୁଛନ୍ତି। ହଁ 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 ମୁଁ ଜାଣିଛି ବହୁତ ବଢିଆ ଭକ୍ତ ମାତାଜୀ। ମାନେ ଭଲ ଲାଗେ ତାଙ୍କର ମାନେ ସବୁ ବଢିଆ କରନ୍ତି ସେ। ଭକ୍ତି ବୈଭବ ଟା ସେଇଟା ଭଲ ଚାଲିଛି ଏଇନା। କାଲି ଏକ୍ଜାମ ଥିଲା ନା ପ୍ରଭୁଜୀ? ଭାଗବତମରେ ତ ମାନେ ମୁଁ ଦେଖିଲି ଅନେକ କଥା ଅଛି ମାନେ ଆପଣ ତ ମାନେ ଦେଖନ୍ତୁ ଭଗବତ ଗୀତାରେ ପ୍ରାୟ ଶ୍ଲୋକ ଗୁଡା ଆପଣଙ୍କୁ ଟିକେ ବହୁତ ସମସ୍ତେ ପ୍ରାୟ ଜାଣିଛନ୍ତି ଭଗବତ ଗୀତାର ମୁଁ ଦେଖୁଥିଲି ଭାଗବତର ଯୋଉ ଶ୍ଲୋକ ଆପଣ ଯଦି ଡିଟେଲ ଷ୍ଟଡି କରିବେ ବହୁତ କିଛି ଜିନିଷ ଅଛି। ଏମିତି ବହୁତ କଥା ଅଛି ଯୋଉଟା ଆମେ ବିଲକୁଲ ଜାଣିନୁ ଟୋଟାଲ। ଏବେ ମାନେ ଯୋଉ ହିସାବରେ ପଢିବା କଥା ମୁଁ ସେଇ ହିସାବରେ ଟିକେ ଭାଗବତ ଟା ପଢି ପାରୁନାହିଁ। ଆଉ ଟିକେ ଡିଟେଲ ଷ୍ଟଡି ହେଇପାରୁନାହିଁ। ହରେ କୃଷ୍ଣ ଟିକେ ଆଉ ପ୍ରଭୁଜୀ ଟିକେ କାଲି ଏକ୍ଜାମ ଥିଲା ନା ହଁ ଆମର ଏକ୍ଜାମ ଆପଣଙ୍କର? ଥିଲା। ଆଜ୍ଞା। ଏକ୍ଜାମ ଆମର ଏଇଟା ଗୋଟେ ସରିଲା ଏଇଟା ଆଉ ଟିକେ ଏବେ ଟାଇମ ଦେବାକୁ ପଡିବ ଭାଗବତମ କାହିଁକି କାଲି ଦେଖନ୍ତୁ କାଲି ଆମେ ଯାଉଛୁ ପିକଚର ନିରୁପମା ହଁ ମାତାଜୀ ମୁଁ ଆସନ୍ତୁ ନିରୁପମା ଆସନ୍ତୁ ମାତାଜୀ ଆସନ୍ତୁ ନୀଳିମା ମାତାଜୀ ମୁଁ 3 ଜଣ ଯାଉଛୁ। ବଢିଆ ବଢିଆ ମାତାଜୀ ଆପଣ ଦେଖିକି ଆସନ୍ତୁ ଆଜ୍ଞା। ଆଉ ଠିକ ପିକଚର ଟା ତାହେଲେ ଏବେ ମାତାଜୀ କୋଉଠି ପଡିଛି ମାତାଜୀ ହରେ କୃଷ୍ଣ କୋଉଠି ପିକଚର କୋଉଠି ପଡିଛି ଏବେ? ଏଇ ଯୋଉ ଭବାନୀ ମଲ ଆମ ଶହୀଦ ନଗରରେ। ଶହୀଦ ନଗରରେ। ଆଜ୍ଞା। ଦେଖିବା କଥା। ସବୁ ନିଶ୍ଚୟ ଯାଆନ୍ତୁ ସମସ୍ତେ ଏକ୍ସପ୍ଲାନେଟରେ ପଡିଛି ଭବାନୀ ମଲରେ ଅଛି ଆଉ ଗୋଟେ ଆମର ଉତ୍କଳ ଗ୍ୟାଲେରୀରେ ସେଠି ଅଛି। 3 ଜାଗା। ଆଜ୍ଞା। ଆଜି ମୁଁ ତାହେଲେ ରହିଲି ବାଞ୍ଛା ହରେ କଲ୍ପତରୁଭ୍ୟଶ୍ଚ କୃଷ୍ଣ କୃପା ସିନ୍ଧୁଭ୍ୟୈବ ଚ ପତିତାନାଂ ପାବନେଭ୍ୟୋ ବୈଷ୍ଣବେଭ୍ୟୋ ନମଃ। ହଁ,